ଆଜିକାର ଏଇ ଭିଡିଓଟା ଦୟା କରିକି ମୁଁ ସମସ୍ତ ପିଲାମାନଙ୍କୁ କହୁଛି ମିସ୍ କରିବ ନାହିଁ ହେଲା। ବାରମ୍ବାର କହୁଛି ଆଜିକାର ଏଇ ଭିଡିଓଟା ଯିଏ ବି ମିସ୍ କଲା ସେ ଆଗକୁ ବହୁତ ହଇରାଣ ହବ। କାହିଁକିନା ତମେ ମାନେ ଆଜି କି କିଛି ଏମିତି ପାଠ ଜାଣିଛ ଯୋଉଟା କି ଗୋଟେ ଦ୍ଵାଦଶ ଶ୍ରେଣୀର ପିଲା ବି କେବେ ଜାଣିନଥାଏ। ତାକୁ ସେ ଦ୍ଵାଦଶ ଶ୍ରେଣୀର ପିଲା ତମଠାରୁ କେତେ ତମେ ଅଷ୍ଟମ ଶ୍ରେଣୀରେ ପଢୁଛ ଗୋଟେ ଦ୍ବାଦଶ ଶ୍ରେଣୀର ପିଲା ଅଷ୍ଟମ ନବମ ଦଶମ ଏକାଦଶ ଦ୍ବାଦଶ ଅର୍ଥାତ ପ୍ଲସ ଟୁ ସେକେଣ୍ଡ ଇୟର ପିଲା ପ୍ଲସ ଟୁ ସେକେଣ୍ଡ ଇୟର ତିନିଟା ଷ୍ଟ୍ରିମ୍ ଥାଏ ସାଇନ୍ସ ଆର୍ଟସ କମର୍ସ ବିଜ୍ଞାନ କଳା ବାଣିଜ୍ୟ ହୁଁ। ତ ମୋର କହିବା କଥା ଏଇଆ ଯେ ସେ ସାଇନ୍ସ ଷ୍ଟ୍ରିମ ଯୋଉମାନେ ନିଅନ୍ତି ଦ୍ଵାଦଶ ଶ୍ରେଣୀରେ ବି ସେମାନେ ଏଇ ଛୋଟ ଛୋଟ ଜିନିଷ ଗୁଡିକ ଭାରି ଡାଉଟରେ ଥାନ୍ତି କନଫ୍ୟୁଜନରେ ଥାନ୍ତି ଯେ କଣ ଗୋଟେ ଆମ୍ପ୍ଲିଚ୍ୟୁଡ କଣ ଫ୍ରିକୁଏନ୍ସି କଣ ଟାଇମ ପିରିୟଡ କଣ ଅର୍ଥାତ ଆଜିକାର ଯୋଉ ଭିଡିଓର ଟପିକ ଯୋଉଟା ହେଲା ସେଟା ମାକ୍ସିମମ୍ ପିଲା କନଫ୍ୟୁଜନରେ ଥାନ୍ତି ତ ତମର ଏଇ କନଫ୍ୟୁଜନ ଆଜି ଦୂର ହେଇଯିବ ତମ ମାନେ ତାଙ୍କ ଠାରୁ ବହୁତ ଆଡଭାନ୍ସ ରେ ଜାଣିବ ଏଇ ଜିନିଷଟା ହେଲା। ଯଦି ଆଜିକାର ଭିଡିଓରେ ତମେ ଫାର୍ଷ୍ଟ ଏଣ୍ଡ ରୁ ନେଇକି ଲାଷ୍ଟ ଏଣ୍ଡ ପର୍ଯ୍ୟନ୍ତ ଭଲସେ ଦେଖୁଛ ତାହେଲେ ତମମାନେ ଇଜିଲି ଜାଣିପାରିବ ସେ ସବୁ ଜିନିଷ ଯୋଉଟା କି ଗୋଟେ ଦ୍ଵାଦଶ ଶ୍ରେଣୀ ପିଲା ଭିତରେ ବି ବହୁତ ଡାଉଟ ରହିଥାଏ। ତାକୁ ଗାଇଡାନ୍ସ ମିଳେନି ତାକୁ କେହି ବି କହିବା ପାଇଁ ନଥାନ୍ତି ହେଲା। ତାକୁ କେହି ବି କହିବା ପାଇଁ ନଥାନ୍ତି ବଟ ତମ ଭାଇ ତମ ପାଖରେ ଅଛି ତମକୁ କହିଦବା ପାଇଁ ତମକୁ ଗାଇଡ କରିବା ପାଇଁ ତମକୁ ଗାଇଡାନ୍ସ କରିବା ପାଇଁ ତମ ଭାଇ ତମ ପାଖରେ ଅଛି। ଓକେ ସୋ ବିଷୟରେ ଯାହା ଲେଖା ହେଇଛି ଆମେ ପଛରେ ପଢିବା ଆଗେ ମୁଁ ତମକୁ କିଛି କହିବାକୁ ଚାହୁଁଛି ସେଇଟା ଭଲସେ ଶୁଣିବା ହେଲା। ମୁଁ ତମକୁ ଆଗେ ସର୍ଟରେ କହୁଛି ଯେ କମ୍ପନର ଆୟାମ ଆବର୍ତ କାଳ କଣ ଆବୃତ୍ତି କଣ ଏସବୁ ଜିନିଷ ମୁଁ ତମକୁ ଆଗେ ଏକ୍ସପ୍ଲେନ କରଉଛି ଦେନ୍ ତାପରେ ଆମେ ବିଷୟଟାକୁ ଧଡାସ ରେ ପଢିଯିବା ହେଲା। ବିଷୟଟାକୁ ଆମେ ଫଟାକ ସେ ପଢିଯିବା ତାପରେ ଆମେ ମାନେ ଦେଖିବା ଯେ ଯାହା ମୁଁ କହିଲି ସେଇଟା ବହିରେ ଲେଖା ହେଇଛି କି ନାଇଁ ଓକେ। ତମର ଆଗେ କନସେପ୍ଟ କ୍ଲିୟର ହବା ଦରକାର କାହିଁକି ନା ଡିଏର ସାରଙ୍କ କହିବା ହିସାବରେ କନସେପ୍ଟ ଇଜ ପାୱାର। ଓକେ ମୋର ସେମିତି କିଛି ନାହିଁ ହେଲା। ତମ ବହି ପଢିଲେ କନସେପ୍ଟ ବୁଝିପାର ଏଥିରେ କନସେପ୍ଟ ବୁଝିପାର ବହି ପଢିଲେ କଣ ହବ ତମର ଷ୍ଟାଣ୍ଡାର୍ଡ ହିସାବରେ ପାଠ ଦିଆଯାଇଛି ଯୋଉଟା କି ଅଧୁରା ଅଛି। ଅର୍ଥାତ ବହି ପଢିଲେ ତମେ ଏତେ ଶୀଘ୍ର ଏଟା ବୁଝିପାରିବନି ଓକେ। ତ ମୁଁ ତମକୁ ଟିକେ ହାୟର ଷ୍ଟାଣ୍ଡାର୍ଡ ପାଠ ଆଗରେ ଆଡ କରିକି ମୁଁ ତମକୁ କହିବି ତମେ ବୁଝିପାରିବ। ଗତ କ୍ଲାସ ର ଲେକ୍ଚର ଦେଖିଛ ଗତ କ୍ଲାସରେ ଆମେ କଣ କରିଥିଲେ କମ୍ପନ ସହିତ ଧ୍ୱନି ରିଲେସନ କରିଥିଲେ। ହୁଁ ଯେ ଧ୍ୱନି ସୃଷ୍ଟି ହେଲେ କମ୍ପନ ନିହାତି ହଉଥିବ। କିନ୍ତୁ ଯଦି କମ୍ପନ ସୃଷ୍ଟି ହଉଛି ତା ମାନେ ଯେ ଧ୍ୱନି ସୃଷ୍ଟି ହବ ହେଲା। ଯଦି ଧ୍ୱନି ସୃଷ୍ଟି ହଉଛି ତାହେଲେ କୋଉଠି ନା କୋଉଠି ସେଠି କମ୍ପନ ସୃଷ୍ଟି ହଉଥିବ ହିଁ ହଉଥିବ। ବଟ କମ୍ପନ ସୃଷ୍ଟି ହେଲେ ସେଠି ଧ୍ୱନି ସୃଷ୍ଟି ହବ ସେମିତି କିଛି ତାର ଗ୍ୟାରେଣ୍ଟି ନାହିଁ ହେଲା ଫର ଏକ୍ସାମ୍ପଲ ଯେତେବେଳେ ଡିଜେ ଗାଡିରେ ଯେତେବେଳେ ଗୀତ ବଜାଉଛ ବା ନର୍ମାଲ ଯେତେବେଳେ ବାହାରେ ଯେତେବେଳେ ସ୍ପିକର ଟିପ ଟିପ ବର୍ଷା ପାନି ଗୀତରେ ଯେତେବେଳେ ନାଚୁଛ ତ ଭଲସେ ଯେତେବେଳେ ସ୍ପିକର ଟା ନୋଟିସ କରିବ ଦେଖିବ ତାର ଯୋଉ ବଡ ସ୍ପିକର ଟା ନା ଯୋଉ ଉଫର ଟା ସେଟା ଦେଖ କେତେ ଯୋଉ ଥରୁଛି ସେଥିରୁ ସାଉଣ୍ଡ ବାହାରୁଛି ବଟ ସେଟା କେତେ ଯୋଉ ଥରୁଛି। ବଟ ସେତିକି ଯୋଉ ତମେ ଥରାଅ ସେଇଠି ସେମ ସାଉଣ୍ଡ ତମେ କାଢି ପାରିବନି ତିଳେ ବି କାଢି ପାରିବନି। ଅର୍ଥାତ୍ କଣ ହେଲା ନା ଧ୍ୱନି ସୃଷ୍ଟି ହେଲେ କମ୍ପନ ନିହାତି ସୃଷ୍ଟି ହବ ବଟ କମ୍ପନ ସୃଷ୍ଟି ହେଲେ ଧ୍ୱନି ସୃଷ୍ଟି ହବ ସେମିତି କଣ ଗ୍ୟାରେଣ୍ଟି ନାହିଁ। ହୁଁ ଏଇଟା ଆମେ ଗତ କ୍ଲାସରେ ପଢିଥିଲେ ବିଭିନ୍ନ ବିଷୟରେ ପଢିଥିଲେ। ସେଗୁଡାକ ଏକ୍ସପ୍ଲେନ କରିବା ଦରକାର ନାହିଁ ଏଇଟା ତ ଜାଣିଗଲ ଧ୍ୱନି କମ୍ପନ ଭିତରେ ରିଲେସନ। ବର୍ତ୍ତମାନ ଆବର୍ତ୍ତ କାଳ ଛାଡ ଆବର୍ତ୍ତ କାଳ କିଛି ନାହିଁ। ଲାଷ୍ଟରେ 2 ସେକେଣ୍ଡ ମତେ ଲାଗିବ ଆବର୍ତ୍ତ କାଳ କ୍ଲିୟର କରିଦେବି ତମକୁ। ଆବର୍ତ୍ତ କାଳ ପଢିବା ପୂର୍ବରୁ ତମକୁ ଆଗେ ଆମ୍ପ୍ଲିଚ୍ୟୁଡ ଆଉ ଫ୍ରିକୁଏନ୍ସି ଜାଣିବାକୁ ପଡିବ। କାହିଁକିନା ଆବର୍ତ୍ତ କାଳ କିଛି ନାହିଁ ଫ୍ରିକୁଏନ୍ସି ଆଉ ଆମ୍ପ୍ଲିଚ୍ୟୁଡ ଯିଏ ଜାଣିଗଲା ଆବର୍ତ୍ତ କାଳ 2 ସେକେଣ୍ଡ ଲାଗିବ ତାକୁ ଜାଣିବା ପାଇଁ। ଆବର୍ତ୍ତ କାଳ ଗୋଟେ ସିମ୍ପଲ ଗୋଟେ ଛୋଟିଆ ଟେବୁଲରେ ଯୋଉଥିରେ ଦିଟା ଅକ୍ଷର ଲେଖା ହେଇଛି। ଯୋଉଥିରେ କି ତମେ ଆବର୍ତ୍ତ କାଳ ଫଟାକ ସେ ଇଜିଲି ଜାଣିଯିବ ହେଲା। କିନ୍ତୁ ଆବର୍ତ୍ତ କାଳକୁ ସେତେବେଳେ ଜାଣିବାକୁ ହେଲେ ତମକୁ ଆଗେ ଆମ୍ପ୍ଲିଚ୍ୟୁଡ ଆଉ ଫ୍ରିକୁଏନ୍ସି ଜଳ ହବାକୁ ପଡିବ ହେଲା। ତ ଯେତେ ମଧ୍ୟ ତମେ ସେଇ ଦିଟା ଜିନିଷରେ ତମେ ମାଷ୍ଟରୀ ହାସଲ କରିନ ଟାଇମ ପିରିୟଡ଼ ତମେ ବୁଝିପାରିବ ନାହିଁ ଟାଇମ ପିରିୟଡ଼ ଟା କଣ ଓକେ। ସୋ ସେଥିପାଇଁ କହୁଛି ଫାର୍ଷ୍ଟ ଷ୍ଟାଣ୍ଡ ରୁ ନେଇକି ଲାଷ୍ଟ ଷ୍ଟାଣ୍ଡ ପର୍ଯ୍ୟନ୍ତ ଦେଖ ଇଜିଲି ସବୁ କିଛି ଜାଣିପାରିବ। ହୁଁ ତ ଏବେ ଆମେ ଡିସକସନ କରିବା କାହା ଭିତରେ ଫ୍ରିକୁଏନ୍ସି ଆଉ ଆମ୍ପ୍ଲିଚ୍ୟୁଡ ଭିତରେ। ଫ୍ରିକୁଏନ୍ସି ଟା ପିଲେ କଣ କରେ ସାଉଣ୍ଡ ର ପିଚ କୁ ନିର୍ଦ୍ଧାରଣ କରେ ହେଲା। ଏଇ ଯୋଉ କହନ୍ତି ନା ସକାଳୁ ସକାଳୁ ତମ ବିରକ୍ତ ଲାଗେ ତମ ମା ସକାଳୁ ତା ଭଉଣୀ ଯୋଉ ସକାଳୁ ସକାଳୁ ଆସି କେଁ 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 ଡାକନ୍ତି ସେଇଟା ହଉଛି ପିଚ୍। ଆଉ ଗୋଟେ ହଉଛି ଆମ୍ପ୍ଲିଚ୍ୟୁଡ ବା କମ୍ପନର ଆୟାମ ଆୟାମ କଣ କରେ ସାଉଣ୍ଡ ର ଲାଉଡଲିନେସ ମୁଁ କେତେ ଯୋଉ ଚିଲଉଛି ହେଲା ଏଉଠୁ ମୋ ଆୟାମ ନିର୍ଦ୍ଧାରିତ ହୁଏ। ହେଲା ମୋ ଆୟାମ ଏଇଠି ନିର୍ଦ୍ଧାରିତ ହୁଏ ଓକେ।
ଏଇ ଜିନିଷଟା ଧ୍ୱନି ଆକାର ତମକୁ ବୁଝା ପଡିବନି ହେଲା, ଧ୍ୱନି ଆକାର ତମକୁ ବୁଝା ପଡିବନି ହେଲା। ପୁରା ଆଜି ତମକୁ ଭଲସେ କ୍ଲିୟର କରେଇମି ହେଲା। ଧ୍ୱନି ଉପରେ ତମକୁ ଆହୁରି ଗୋଟେ ଯଦି ଆଉ ଗୋଟେ ପ୍ରାକ୍ଟିକାଲ ଏକ୍ସାମ୍ପଲ ଯଦି ତମକୁ ଦେଖେଇମି ତମେ ଧଡାସ ମନେ ରଖିଦବ ହେଲା। ବଟ୍ ନାଇଁ, ମୁଁ ଚାହୁଁଛି ପୁରା ତମ ବାଉଁଶ ଗଛ ଅର୍ଥାତ୍ ମୂଳ ଆଗେ ମଜବୁତ କର, ତାପରେ ତ ଗଛ ବଢିଆନି ଫଟାକ ସେ ବଢିଯିବ। ମୂଳ ଟା ଆଗ ମଜବୁତ କର। ଧ୍ୱନି କେସରେ ତ ଠିକ ଅଛି ବୁଝି ହେଇଯିବ, ବଟ୍ ଭାଇବ୍ରେସନ କେସରେ ଆମେ ଭାଇବ୍ରେସନ ସହିତ ଟାଲି କରିଥିଲେ ନା, ଭାଇବ୍ରେସନ ସହିତ ବୁଝିନି ଧ୍ୱନି ସହିତ ଏଇ ଗୋଟେ ସେକେଣ୍ଡରେ ମାନେ ଚୁଟକି ବଜେଇଲା ମାନେ ତମ ଧ୍ୱନି ବିଷୟରେ ଜାଣିଦବ ହେଲା। ବଟ୍ ୱାନ୍ସ ଭାଇବ୍ରେସନ ଟା କ୍ଲିୟର ହେଇଯିବ, ଭାଇବ୍ରେସନ କ୍ଲିୟର ହେଇଗଲା ପରେ ଗୋଟେ ଚୁଟକି ମାରି ତମ ଧ୍ୱନି ବି କ୍ଲିୟର ହେଇଯିବ ଫଟାକ ସେ। ଆଉ ଧ୍ୱନି କ୍ଲିୟର କରିବା ପାଇଁ ମତେ ଗୋଟେ ଲାଇଭ ପ୍ରାକ୍ଟିକାଲ ଏକ୍ସାମ୍ପଲ ଦେଖେଇବ ତମ ଧ୍ୱନି କ୍ଲିୟର ହେଇଯିବ। ବଟ୍ ସେଟା ତମର ଅଧୁରା ଇନଫର୍ମେସନ ଯିବ। ତମକୁ ଯଦି ୟା ବିଷୟରେ ଆଉ ଜଣେ କିଏ ଗୋଟେ ଡିପଲି ପଚାରିଦେଲା ତମେ ମାନେ କହିପାରିବନି, ତମେ ଆହୁରି ପିଏସ ଅନୁସାରେ ଗାଳିଦବ। ତ ମୁଁ ସେଇଟା ଚାହୁଁନି, ଭଲସେ ଆଗେ ଡିପଲି କ୍ଲିୟର ହୁଅ ତାପରେ ଧ୍ୱନି ବିଷୟରେ ପଢିବା ହେଲା। ଆହୁରି ଥର ଯଦି ଚୁଟକି ମାରିବି ସେଇଥିରେ ଟାଇମ ପିରିୟଡ଼ ବିଷୟରେ ଜାଣିଯିବ। ଓକେ, ସୋ ବର୍ତ୍ତମାନ ଦେଖିବା ଆମ୍ପ୍ଲିଟ୍ୟୁଡ ଆଉ ଫ୍ରିକ୍ୱେନ୍ସି କଣ। ଓକେ, ବର୍ତ୍ତମାନ ମୁଁ ତମକୁ ଗୋଟେ ଭିଡିଓ କ୍ଲିପ ଟେ ଦେଖେଇବି ସେଥିରେ ଆମେ ଜାଣିବା। ଆଚ୍ଛା। ଆମ୍ପ୍ଲିଟ୍ୟୁଡ ଫ୍ରିକ୍ୱେନ୍ସି ବିଷୟରେ ଆହୁରି ଗୋଟେ କଥା କହିଦଉଛି। ଆମ୍ପ୍ଲିଟ୍ୟୁଡ ତ ଠିକ ଅଛି ଆମେ କହିଲେ, ଫ୍ରିକ୍ୱେନ୍ସି କହୁଛେ ପିଚ୍ ଉପରେ ନିର୍ଧାରଣ କରୁଛି। ତ ଫାଷ୍ଟ ଅଫ ଅଲ୍ ଆମେ ଫ୍ରିକ୍ୱେନ୍ସି ଉପରେ ଡିସକସନ କରିବା ହେଲା। ଯେହେତୁ ଭାଇବ୍ରେସନ ଉପରେ ଆମେ ପଢୁଛେ ହେଲା, ଭାଇବ୍ରେସନକୁ ନେଇକି ଆମେ ଫ୍ରିକ୍ୱେନ୍ସି, ଆମ୍ପ୍ଲିଟ୍ୟୁଡ, ଟାଇମ ପିରିୟଡ ବିଷୟରେ ଜାଣିବା ହେଲା, ଭାଇବ୍ରେସନକୁ କନସିଡର କରିକି। ଓକେ, ତ ଫାଷ୍ଟ ଅଫ ଅଲ୍ ଆସୁଛି କି ଫ୍ରିକ୍ୱେନ୍ସି ବା ଆବୃତ୍ତି। ଓକେ, ଇଏ ଓଡିଆ ୱାର୍ଡ ଟିକେ ଇଏ ଲାଗେ ନା। ଠିକ ଅଛି, ଓଡିଆ ୱାର୍ଡକୁ ଏତେ ଇଏ କରନି କାରଣ ତମେ ଦେଖ ନର୍ମାଲ ଟେକ୍ନୋଲୋଜି ଭିତରେ ରହୁଛ। ତ ତମେ ବେଶୀ ଇଂଲିଶ ୱାର୍ଡ ଗୁଡ଼ା ବେଶୀ ଜାଣିବା ଟ୍ରାଏ କର, ବେଶୀ ଜାଣିପାରିବ ହେଲା। ମୋବାଇଲ ଫୋବାଇଲରେ ଆବୃତ୍ତି ଆୟାମ ଏଗୁଡା ଦେଖାଯାଏନି, ଫ୍ରିକ୍ୱେନ୍ସି ଆମ୍ପ୍ଲିଟ୍ୟୁଡ ଏଗୁଡା ସବୁ ଦେଖାଯାଏ। ମେସିନ ଫେସିନ ମାନଙ୍କରେ ବି ଏଇଗୁଡା ଦେଖାଯାଏ। ତ ଏଇଟା ଟିକେ ବେଶୀ ସୁବିଧା ହବ। ହଉ ତ ଫାଷ୍ଟ ଅଫ ଅଲ୍ ଆସୁଛି ଫ୍ରିକ୍ୱେନ୍ସି। ଫ୍ରିକ୍ୱେନ୍ସି ଅର୍ଥ କଣ ବୁଝ? ଫ୍ରିକ୍ୱେନ୍ସି ବା ଆବୃତ୍ତି ଅର୍ଥ ବାରମ୍ବାରତା। ଗୋଟେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ବା ଏତିକି ସମୟରେ ସମାନ ସମୟ ଅନ୍ତରାଳରେ, ଅନ୍ତରାଳ ଜାଣିପାରୁଛ ନା ସମାନ ଡିଭିଜନରେ। ଅର୍ଥାତ୍ ଯଦି ମୁଁ କହିବି ପ୍ରତ୍ୟେକ ପାଞ୍ଚ ମିନିଟରେ ଘଣ୍ଟା ତ ଦେଖିଥିବ, ଘଣ୍ଟାରେ ଯୋଉ 1 ରୁ 2 ହେଲା, ଗୋଟେ ଘଣ୍ଟା କଣ 0, 1, 2, 3, 4, 5, 6, 7, 8, 9, 10, 11, 12 ରହିଥାଏ। ପୁଣି 1 ରୁ ଆରମ୍ଭ ହୁଏ। ତ 1 ରୁ 2 ଭିତରେ ଗୋଟେ କାର୍ଯ୍ୟଟି କେତେ, ମାନେ ଗୋଟେ ଲୋକଟି କେତେ କାର୍ଯ୍ୟ କଲା, 2 ରୁ 3 ଭିତରେ କେତେ କାର୍ଯ୍ୟ କଲା, 3 ରୁ 4 ଭିତରେ କେତେ କାର୍ଯ୍ୟ କଲା। ଅର୍ଥାତ୍ କଣ 1 ରୁ 2 ଗୋଟେ ପର୍ଟିକୁଲାର ସମୟ, ଯେତିକି ସମୟ ନଉଛି 2 ରୁ 3 ବି ସେତିକି ସମୟ, 3 ରୁ 4 ସେତିକି ସମୟ, ଅର୍ଥାତ୍ ଏଠି ସମୟ ସମାନ ଅଛି ନା। ତ ସମୟ ଅନ୍ତରାଳରେ, ଅର୍ଥାତ୍ କଣ ସମୟ ଅନ୍ତରାଳ ଏଠି କେତେ 5 ମିନିଟ୍। 2 ରୁ 1 ଭିତରେ ଡିଫରେନ୍ସ କେତେ 5 ମିନିଟର। 9ଟା 5 ହେଇଛି। 1ରେ ଯଦି ମିନିଟ ଘଣ୍ଟାରେ ଥାଏ 9ଟା 5 ହୁଏ, 2 ରେ 3 10 ହୁଏ। ତାହେଲେ 9ଟା 5 ରୁ 9ଟା 10 ଭିତରେ ଏଇ ଯୋଉ ଟାଇମ ଗ୍ୟାପ୍ ଟା କେତେ 5 ମିନିଟର। ଏଇ ଟାଇମ ଗ୍ୟାପ୍ ଟା 5 ମିନିଟର ନାଇଁ। ଓକେ, ସୋ ଏଠି ଗୋଟେ ଲୋକ ଯଦି କାର୍ଯ୍ୟ କରେ ତାହେଲେ ଆମେ ତାର କାର୍ଯ୍ୟ ହାରକୁ କେମିତି କହିପାରିବା ନା, ପ୍ରତ୍ୟେକ ସମୟ ଅନ୍ତରାଳରେ ଏଇ ଲୋକଟି ଏତିକି କାର୍ଯ୍ୟ କରୁଛି। ସମୟ ଅନ୍ତରାଳ ଏଠି କେତେ ସମାନ ଅଛି। 5 ମିନିଟରେ ଆମେ ଡିସିସନ ନଉଛେ। ବା 5 ମିନିଟ୍ ଅନ୍ତର ଆମେ ଅବଜର୍ଭ କରୁଛେ ଯେ 5 ମିନିଟରେ କେତେ କାମ କଲା, ନେକ୍ସଟ 5 ମିନିଟରେ କେତେ କାମ କଲା। ତ ସମୟ ଅନ୍ତରାଳ ଏଇଠି ହେଲା 5 ମିନିଟ୍। ତ 5 ମିନିଟ୍ ଭିତରେ ଏଇ ଲୋକଟା କେତେ କାମ କଲା, ସେଇ ଦକ୍ଷତାକୁ ସେ ଲୋକର କଣ କୁହାଯାଏ, ଫ୍ରିକ୍ୱେନ୍ସି ବା ଆବୃତ୍ତି କୁହାଯାଏ ବା ବାରମ୍ବାରତା କୁହାଯାଏ। ଆଉ ଗୋଟେ ଏକ୍ସାମ୍ପଲ ଦଉଛି। ଗୋଟେ ବସ୍ ଷ୍ଟପ ରେ ପ୍ରତ୍ୟେକ 5 ମିନିଟରେ ଗୋଟେ ବସ୍ ଧରାଯାଉ ଆସୁଛି। ତ ମୁଁ ଏଇଠି କହିପାରିବି ନା, ମୁଁ ଏଇଠି କହିପାରିବି ନା ଯେ ସେ ରୁଟରେ ବସ୍ ର ଫ୍ରିକ୍ୱେନ୍ସି କେତେ 5, ମୁଁ କହିପାରିବି ନାହିଁ। ଓକେ, ସରି ମାନେ କଣ ସେ କେସରେ ଆମେ କହିପାରିବା ଯେ ସେ ରୁଟରେ ପ୍ରତ୍ୟେକ 5 ମିନିଟରେ ଗୋଟେ ବସ୍ ଆସୁଛି। ଅର୍ଥାତ୍ ସେ ରୁଟରେ ବସ ର ଫ୍ରିକ୍ୱେନ୍ସି ଗୋଟେ ଘଣ୍ଟା ଭିତରେ କେତେ ହବ 12 ହେଇଯିବ। କାରଣ ପ୍ରତ୍ୟେକ 5 ମିନିଟରେ ଯଦି ଗୋଟେ ବସ୍ ଆସୁଛି ତାହେଲେ ଗୋଟେ ଘଣ୍ଟା ଭିତରେ କେତେଟା ବସ୍ ଆସିବ 12ଟା ବସ୍ ଆସିବ। ତ ସେ ଗୋଟେ ଘଣ୍ଟା ଅର୍ଥାତ୍ ସମାନ ସମୟ ଅନ୍ତରାଳରେ ଆମେ 12ଟା ବସ୍ ପାଉଛନ୍ତି। 12ଟା ବସ୍ ପାଉଛନ୍ତି। ହିସାବ କରୁନ, ମ୍ୟାଥମେଟିକ୍ସ ବହୁତ ଖରାପ ବୋଧେ। ହଉ ହିସାବ କରି ମତେ କହିବ।
ପାଞ୍ଚ ମିନିଟ ଲେଖାଏଁ ଗୋଟେ ବସ୍ ଯଦି ଆସେ ତ ସେ ସମୟ ଅନ୍ତରାଳ ହିସାବରେ ଗୋଟେ ଘଣ୍ଟା ଯେତେବେଳେ ହେଇଯିବ ଗୋଟେ ଘଣ୍ଟାରେ ତାହେଲେ କେତେଟା ବସ୍ ଆସିବ ନିଶ୍ଚୟ 12ଟା ବସ୍ ଆସିବ। ତ ସେ ରୁଟ ର ଫ୍ରିକ୍ୱେନ୍ସି ତ ସେ ରୁଟ ରେ ବସ୍ ମାନଙ୍କର ଫ୍ରିକ୍ୱେନ୍ସି ଗୋଟେ ଘଣ୍ଟା ପାଇଁ କେତେ ହେଲା 12ଟା ହେଲା ଗୋଟେ ଘଣ୍ଟା ଭିତରେ ସେ ରୁଟ ରେ ବସ୍ ମାନଙ୍କ ଫ୍ରିକ୍ୱେନ୍ସି କେତେ ହେଲା 12 ବା 5 ମିନିଟ ରେ ବସ୍ ର ଫ୍ରିକ୍ୱେନ୍ସି କେତେ ହଉଛି 1 ହୁଁ 5 ମିନିଟ ରେ ବସ୍ ର ଫ୍ରିକ୍ୱେନ୍ସି 1 ଗୋଟେ ଘଣ୍ଟା ଭିତରେ ବସ୍ ମାନଙ୍କର ଫ୍ରିକ୍ୱେନ୍ସି ହଉଛି 12 ବୁଝିହେଲାନି କି? ଆଚ୍ଛା ମତେ ଗୋଟେ ସିମ୍ପଲ ଟ୍ରିକ୍ କହ ଘଣ୍ଟାରେ ତମେ ହାଇଏଷ୍ଟ କେତେଟା ଡିଜିଟ ପର୍ଯ୍ୟନ୍ତ ଦେଖିଛ 12 ପରେ 1 ଆରମ୍ଭ ହଉଛି ତ ପ୍ରତ୍ୟେକ 5 ମିନିଟ ଅର୍ଥାତ 12 ରୁ 1 5 ମିନିଟ 1 ରୁ 2 ଭିତରେ 5 ମିନିଟ 2 ରୁ 3 ଭିତରେ 5 ମିନିଟ ଘଣ୍ଟା ହିସାବରେ ତ ଏଇଭଳିଆ 5 ମିନିଟ କଲେ ଗୋଟେ ଘଣ୍ଟା କେତେ ହୁଏ ଘଣ୍ଟା ଟା 12 ପାଖରେ ଆସିକି ପହଞ୍ଚେ ତ ଗୋଟେ ଘଣ୍ଟା ଭିତରେ 12ଟା ବସ୍ ଆସିବ ନା ନାଇଁ ଯଦି 12 ରୁ 1 ଭିତରେ ଗୋଟେ ବସ୍ ଆସୁଛି 1 ରୁ 2 ଭିତରେ ଗୋଟେ ବସ୍ ଆସୁଛି 2 ରୁ 3 ଭିତରେ ଗୋଟେ ବସ୍ ଆସୁଛି ଏଇଭଳିଆ କରି ଯାଉନ ଯେତେବେଳେ ତମେ 11 ରୁ 12 ଭିତରେ ପହଞ୍ଚିବ ସେତେବେଳେ ତମକୁ 12 ନମ୍ବର ବସ୍ ଟା ଜଣା ପଡିଯିବ। ଏଇଟା ସର୍ଟ ଟ୍ରିକ୍ ଅଷ୍ଟମ ଶ୍ରେଣୀ ପଢିଲନି ଟିକେ ମ୍ୟାଥ୍ ଟିକେ ଏଇଭଳିଆ କାଲକୁଲେଟ କର ଫଟାଫଟ ତମେ ଏ ରେଜଲ୍ଟ ପାଇଯିବ। ଇଏ ନାଇଁ ଯେ ଗୁଣନ କରୁଥିବ ହଁ 5 ମିନିଟରେ ଗୋଟେ ବସ୍ ଆସୁଛି ତାହେଲେ ଗୋଟେ ଘଣ୍ଟାରେ 60 ମିନିଟ ଥାଏ ଆଚ୍ଛା ତ କେତେ ବସ୍ ଆସିବ ଏମିତି ଗଲା ବେଳୁ ତମ ରାତି 12 ହେଇଯାଇଥିବ 60 ହରଣ 5 ଯେ କି 12 ଆଚ୍ଛା 12ଟା ବସ୍ ମୋ ପାଖରେ ଯୋଉ ପିଲା ପଢି ଯାଇଛ ସେ ତମେ ଏତେ କିଛି ଭାବିଲା ବେଳକୁ ସେ 6 ଥର ସେ ଗୋଟେ ଆନ୍ସର ଦେଇ ସାରିଥିବ ହେଲା ସେଇଟା କହନ୍ତି ପିଏସଏମ ସାର ନର୍ମାଲ ପିଏସଏମ ସାର ପିଲା ନର୍ମାଲ ପିଲାଙ୍କ ଭିତରେ ବହୁତ ଡିଫରେନ୍ସ ଓକେ ସୋ ଜାଣିପାରିଲ ନା ଫ୍ରିକ୍ୱେନ୍ସି କିଛି ମାତ୍ରାରେ ଫ୍ରିକ୍ୱେନ୍ସି ଜାଣିପାରିଲ ନା ଫ୍ରିକ୍ୱେନ୍ସି ରିଅଲ ଅର୍ଥଟା କଣ ବାରମ୍ବାରତା ହେଲା ପ୍ରତ୍ୟେକ ସମୟ ଅନ୍ତରାଳରେ କାର୍ଯ୍ୟଟି କେତେ ମାତ୍ରାରେ ହଉଛି ହେଲା ସେଇ ହିସାବ ଟା କୋଉଥିରେ ଫ୍ରିକ୍ୱେନ୍ସିରେ ନିଆଯାଏ ହେଲା ଫ୍ରିକ୍ୱେନ୍ସିରେ ମ୍ୟାକ୍ସିମମ୍ ଧ୍ୱନି କେସରେ ଆସେ ବଟ ଆମେ ଏଠି ଧ୍ୱନିକୁ ଭାଇବ୍ରେସନ ସହିତ ଟାଲି କରିଥିଲେ କମ୍ପେୟାର କରିଥିଲେ ଯୋଉ ତମ କମ୍ପାରିଜନ ମିଶ୍ରା ସର କି ଝିଅ ସହିତ ମିଶ୍ରା ସର ପୁଅ ସହିତ ହୁଏ ବା ତମ ଫ୍ରେଣ୍ଡ ସର୍କଲ ସହିତ ହୁଏ ସିମିଲାରଲି ମୁଁ ୟାର କମ୍ପାରିଜନ କରୁଛି କାହା ସହିତ ନା କମ୍ପନ ସହିତ କାରଣ ଧ୍ୱନିର କମ୍ପାରିଜନ କମ୍ପନ ସହିତ କରିଥିଲେ ଧ୍ୱନି କମ୍ପନକୁ ଆମେ ଇକ୍ୱାଲ କରେଇ ଦେଇଥିଲେ ତ ସେଥିପାଇଁ କମ୍ପନ ବିଷୟରେ ଆମେ ଟିକେ ପଢିବା ହେଲା ବର୍ତ୍ତମାନ ତମକୁ ମୁଁ ଗୋଟେ ଭିଡିଓ କ୍ଲିପ ଦେଖେଇବି ଓକେ ତ ଭଲସେ ଶୁଣିବ ମୁଁ ସେ ଭିଡିଓ କ୍ଲିପରେ କଣ କହୁଛି ହେଲା ଭଲସେ ଶୁଣିବ ବର୍ତ୍ତମାନ ପିଲା ଆମେ ଗୋଟେ ପେଣ୍ଡୁଲମ ନେଇଛେ ହେଲା ଯୋଉଟା କି ତମେ ତମ ସ୍କ୍ରିନରେ ବର୍ତ୍ତମାନ ଦେଖିପାରୁଥିବ 1 ମିନିଟ ମୋ ସାଇଜ ଟା ଛୋଟ କରିନଉଛି ବର୍ତ୍ତମାନ ଆମେ ଗୋଟେ ପେଣ୍ଡୁଲମ ଟେ ନେଇଛେ ହେଲା ବର୍ତ୍ତମାନ ଆମେ ଗୋଟେ ପେଣ୍ଡୁଲମ ଟେ ନେଇଛେ ତ ପେଣ୍ଡୁଲମ ଟା ଆମେ ଯୋଉ ଏଇ ଜାଗାରେ ନେଇଛେ ପେଣ୍ଡୁଲମ ଟା ବର୍ତ୍ତମାନ କୋଉ ଜାଗାରେ ଅଛି ମୀନ ପୋଜିସନ ଅଛି ମୀନ ପୋଜିସନ ଅର୍ଥ ମୀନ ପୋଜିସନ ଅଛି ସିଧା ଅର୍ଥାତ ତାକୁ ଯୋଉଠି ବି ଛାଡିଦେଲେ ସେ ଯୋଉ ଜାଗାରେ ଆସି ସଭା ଶେଷରେ ରହିବ ସେଇ ଜାଗାଟା ହଉଛି ତା ପାଇଁ ମୀନ ପୋଜିସନ ଅର୍ଥାତ ତା ଘର सुबह का भूला रात को आया तो उसे भूला नहीं कहते एटा सही अवस्था अर्थात याकू जते भी गुइठा मारिकी बुलाबुली करे तो पठाइए लास्ट को जो पोजीशन आसी रहिबो जो पोजीशन आसी स्थिर होई जिवो से जगहटा को से पोर्शनटा को आ जाए से वस्तु पई का तार गोटे मीन पोजीशन अर्थात सेंटर पॉइंट से जगह रे ही आसी बसुडी रहिबो बर्तन एको मु टिके सीआडी मूव करिवे हला बर्तन एको मु सीआडी मूव करिवे देखिया ताले जोला तुम देखि पारथो मु एटा को बर्तन कोन करछि सीआडी टे ठेलुछि एने ठेलला से पुणी आसी मीन पोजिशन रहिला तार अर्थ कौन ताले तार अर्थ तुम माने कौन बुझछ यार अर्थ होछि पिले या मीन पोजिशन ताल जानि होला मीन पोजिशन देखिया पे तो एटा आउथर एटा एग्जांपल करेली हला मीन पोजिशन ता कौन मु एको याडी ठेली से आगु गला पुणी आसी जो जगह स्टेबल होला सेहीटा से वस्तु पे मीन पोजिशन ओके नेक्स्ट बर्तमान हमें आगु पढ़िया ओके तो पिला बर्तमान हमको वाइब्रेशन टाକୁ ଜାଣିବାକୁ ପଡିବ ହେଲା वाइब्रेशन ଟା ଜାଣିବା ପାଇଁ ଦେଖ ଏଇ ଯୋଉ पेंडुलम ଟି फास्ट याडी गला पुणी याडी के आइला पुणी सेंटर पॉइंट रहला एटा में देखिले तो एटा ଗୋଟେ वाइब्रेशन कला आगो पछ होला ओके जानि पाइलन बोल से देखो एसीआडी गला पुणी मीन पोजीशन को आइला अर्थात एठी गोटे वाइब्रेशन कंप्लीट कला वाइब्रेशन हमें कौन पड़ी वाइब्रेशन क्या कहते आग पछ ऊपर तल हेने सेटा वाइब्रेशन हुए एटा तो धीरे धीरे होछ बट जोर 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 हुए एटा वाइब्रेट को हबो ना जदी इमिति हुए
एटा आगे पछ होउची एटा ऊपर तो होउची एटा वाइब्रेशन हैला एठी हम वाइब्रेशन टा एटा हाले कि एटा कोन बहुत रैपिड स्पीड रे होउची बट एटा ठीक हम स्लो स्पीड रे करूछ तुमको देखिया पे ओके बर्तमान जो पेंडुलम टे जो हलिला अर्थात से सियाडी गला फोन सियाडी गला फोन आसी की जगह रहि गला एटा पिले कह जो या पे गोटे वाइब्रेशन अर्थात स्टार्टिंग में जते से स्टार्ट करे हला जते बेले गोटे पेंडुलम टी स्थिर अवस्था थिला हमें ताको धक्का मारी की ताको गति करे दे फोन ता अवस्था को हम जदी फेरे आनी पाइले तो घरु जाई की घरु फेरिबा ए जो टाइम टा को बा ए जो सिचुएशन है गोटे वाइब्रेशन बोली हला जो स्टार्ट करछि जदी से बुली उलाई के अछि सेठी पहुंची गला तो ए जो कार्यकलाप ठाकू तार कह जा गोटे वाइब्रेशन कह जा और एटा जते शीघ्र होबा सत बढ़िया हमको फील आछे ना हमो लागियो जे हां एटा वाइब्रेट करूछु बोली जते शीघ्र जीवा छै हम तो जदी पिले तो जदी मोटा कहमी जे गोटे वाइब्रेशन को गोटे सेकंड रे केथर कंप्लीट करि परियो तो तमे ताको डिटरमाइन करि परियो कोथरे हला तमे तो डिटरमाइन करि परियो कोथरे फ्रीक्वेंसी रे हला गोटे सेकंड रे ई जो नॉब टी केते थर वाइब्रेशन करूची जो जानिवार अछि ताले तुमको कोथरे मते कहया पड़ियो फ्रीक्वेंसी थ्रो रे तुमको मते कहया को पड़ियो हला ताले ई थ्रो तुम गोटे जिंस क्लियरेंस पाउ जाना जे वाइब्रेशन टाकू फ्रीक्वेंसी आकार डिनोट कराउछ अर्थात फ्रीक्वेंसी पिले से जिंसडा को होउची साउंड केस रो फ्रीक्वेंसी सेतल को जाउची जेतबेले की से साउंड प्रोड्यूस करिया पे से केते थर गोटे सेकंड रे से केते थर वाइब्रेट होउची हला धीर और शीघ्र वाइब्रेट करिया द्वारा तो साउंड प्रोड्यूस होउची ना तो से गोटे साउंड प्रोड्यूस करिया पई से केते थर वाइब्रेट करूची जा फल कि से गोटे पर्टिकुलर साउंड बाहर करि पर जोटा हम सुनी पारुचे हला हम सुनीला लाइक साउंड को प्रोड्यूस करिया पई से केते थर वाइब्रेट करूची इन 1 सेकंड in a second an object vibrates how many times so that we can listen a beautiful song or a normally a sound okay सेटा डिनोट करा जा कोथरे फ्रीक्वेंसी थ्रो रे किछि आईडिया मिलु छी ना किछि आईडिया मिलु छी ना फ्रीक्वेंसी तने कोन गोटे सेकंड रे साउंड काढिया पई जो साउंड भी से काढु छी गोटे सेकंड रे से साउंड को काढिया पई से केतो थर वाइब्रेट करू छी से वस्तुडा को तो वस्तुडा से केतो थर वाइब्रेट करू छी साउंड क्रिएट करिया पई एला तो सेही जिंसडा तार कोन कहै छै फ्रीक्वेंसी ओके किछि आईडिया पाइलो आगु बढ़िया तो बर्तमान पे फ्रीक्वेंसी को मेजरमेंट करिया पे हमें कोन हर्ट्ज बोली वर्ड यूज करू जाको सिंबलाइज करा जे किछि एही बडी मात्रा लिखा जाय ओके हर्ट्ज HERTZ हर्ट्ज बड़े साइंटिस्ट ए जिंसला काढी थिले हला आ ये जो गोटे सेकंड रे केथर वाइब्रेशन होछि ता ना फ्रीक्वेंसी से साइंटिस्ट देथिला से साइंटिस्ट को ना को अनुसार ताको स्मॉल लेटर डिनोट करा जाय फ्रीक्वेंसी रा सिंबल को हला फ्रीक्वेंसी केतर नाट हेति ना तो स्मॉल लेटर है तमरो गोटे भय कर नाट तुम फिर भी तुम घरे बाउनु हो कि गुड्डू कि मोनू कि सोनू कि सोना बाबू मोना अद्रक लक्षण एड़ा सब कहि तुम डका हो ना शॉर्ट फॉर्म से वाला से हर्ट्ज को शॉर्ट फॉर्म रे HZ नाम रे संबोधन करा जाय हैला किसी आईडिया पाइलो आगो जीवा तो बर्तमान मु जो तुमको कहबी तुम 1 हर्ट्ज को केमे डिनोट करि परियो ताले तुमको जदी पचरा जे 1 हर्ट्ज कहले तुम कोन बुझो ताल तुम कोन आंसर दे परियो ना सर 1 हर्ट्ज सेता कहि परियो जेता कि गोटे वाइब्रेशन 1 वाइब्रेशन पर सेकंड हैला हमें ताको 1 हर्ट्ज आख्या दे परियो से कांसेप्ट अनुसार में जान ले 1 हर्ट्ज जदी होउची हला 1 हर्ट्ज सता कहि पारे जते कि 1 वाइब्रेशन पर सेकंड हेई पारिबो हला 1 वाइब्रेशन पर सेकंड को हमें 1 हर्ट्ज आख्या देथाउ गोटे सेकंड जे गोटे थरा ही वाइब्रेट करची तार ताको हमें तार फ्रीक्वेंसी हम कहि परिया गोटे हर्ट्ज हला कहलो बर्तन जदी 2 वाइब्रेशंस पर सेकंड हला हमें ताको तले इजीली कहि पारे 2 हर्ट्ज मैथमेटिकल फॉर्मूला जानि परछ तो 1 वाइब्रेशन पर सेकंड हला हमें ताको 1 हर्ट्ज बोली आख्या देथाउ 2 वाइब्रेशंस पर सेकंड हला हमें ताको 2 हर्ट्ज आख्या देथाउ गॉट इट ओके तो देखो ये दिथर नॉबटा हलुची तो एटे फ्रीक्वेंसी दिथर वाइब्रेशन हला तो 2 हर्ट्ज जदी 3 थर वाइब्रेशन करा जाए
ଦେଖିପାରୁଛ ଯୋଉ ଭଳିଆ। ତ ଏଠି ହେଲା କଣ 3 ହର୍ଟ। ତ ଯଦି ତମେ ମାନେ ମନ ଧ୍ୟାନ ତନ ବଦନ ଦେଇ ଯଦି ତମେ ଶୁଣିଥିବ ତାହେଲେ ମୁଁ ତମକୁ ଷ୍ଟାର୍ଟିଂ ଗୋଟେ ଜିନିଷ କହିଥିଲି ଯେ ଫ୍ରିକ୍ୱେନ୍ସି କାହାକୁ କୁହାଯାଏ ପିଚ୍ ଅଫ ସାଉଣ୍ଡ ହେଲା। ସାଉଣ୍ଡ ର ପିଚ୍ କୁ ଫ୍ରିକ୍ୱେନ୍ସି କୁହାଯାଏ। ତ ସାର ପିଚ୍ ଟା କଣ ଦେଖ ତମକୁ ଗୋଟେ ତମକୁ ଗୋଟେ ଜିନିଷ ଶୁଣଉଛି ଦେଖ ଯେ ପିଚ୍ ଟା ଆକ୍ଚୁଆଲି କଣ। ପିଚ୍ ଟା ଆକ୍ଚୁଆଲି ସେଇ ଜିନିଷ ଯୋଉଟା କି ଆମକୁ ଜାଣିବାରେ ହେଲ୍ପ କରେ ଯେ ସାଉଣ୍ଡ ଟା କେତେ ଜୋର ଅଛି ହେଲା। ସାଉଣ୍ଡ ର କେତେ ଦମ ଅଛି ବା ସାଉଣ୍ଡ ଟା କେତେ ଜୋର ବାହାରୁଛି ସେଇଟା ଆମେ ଜାଣିପାରୁ କୋଉଥିରୁ ପିଚ୍ ରୁ ହେଲା। ସାଉଣ୍ଡ ର ପିଚ୍ ରୁ ଜାଣିପାରୁ ଯେ ସାଉଣ୍ଡ ଟା କେତେ ଜୋରରେ ବାହାରୁଛି। ଯଦି କମ ପିଚ୍ ହଉଛି ତ କମ ଜୋରରେ ବାହାରୁଛି। ଯଦି ବେଶୀ ଜୋରରେ ହଉଛି ପିଚ୍ ଟା ତାହେଲେ ସାଉଣ୍ଡ ଟା ବି ବେଶୀ ଜୋରରେ ବାହାରୁଛି ହେଲା। ଆଉ ଟିକେ ଭଲସେ ବୁଝିବା ଏତିକିରେ ମନ ଶାନ୍ତି ହେଲାଣି। ଟିଏସନ୍ ଛୁଆ ଗୁଡାକ ଭଲସେ ବୁଝି ଯୋଳ କରି ଯାଆନ୍ତି। ତ କହୁଛି ଆଜିକାର ଭିଡିଓ ଟା ତମେ ୱାନ୍ସ କ୍ଲିୟର ହେଇଯାଅ ଲାଇଫ ରେ କୋଉଠି ପ୍ରୋବ୍ଲେମ ଆସିବନି। ୱାନ୍ସ ଯଦି କ୍ଲିୟର ହେଇଯାଅ ଆଉ ଯଦି ତମକୁ ଏଇ ମଜାକ ଲାଗୁଛି ହଁ ପଛରେ ପଡିବା ଚଏସ୍ ଇଜ ୟୋର୍ସ। ତମେ ଭାବୁଛ ହଁ ଅର୍ଦ୍ଧବାର୍ଷିକ ପରୀକ୍ଷା ତ ଆସିନାହିଁ ବାର୍ଷିକ ପରୀକ୍ଷା ପାଇଁ ସାର୍ ପଢେଇଲେଣି କଣ ୟାର ଏତେ ସିରିୟସ ହେଇକି ପଡିବା ହେଲା। ହଉ ତାହେଲେ ଏବେଠୁ ଛାଡିଦିଅ ହେଲା। କାହିଁକିନା ଏବେ ଦେଖିଦଉଛି ମୋ ଉପରେ ଦୟା କଲା ଭଳିଆ ମତେ ଲାଗୁଛି ପୁଣି ତାପରେ ଇଏ କରିଦବ ହେଲା। ପୁଣି ସେତେବେଳକୁ ପୁଣି ସେକେଣ୍ଡ ଟାଇମ ଦେଖିଲା ବେଳକୁ ଭୁଲି ଯାଇଥିବ ସବୁ କିଛି ପାଠ ହେଲା। ତ ଏବେଠୁ ଛାଡିକି ପଳାଅ ଯଦି ବାର୍ଷିକ ପରୀକ୍ଷା ଅଛି ସେତେବେଳେ ଦେଖିବ। ଯଦି ଇଣ୍ଟରେଷ୍ଟ ହଉଛି ତାହେଲେ ଦେଖ ହେଲା। ଭୁଲିବନି ବାରମ୍ବାର ସେଇ ଜିନିଷ ଟା ରିପିଟ କରି ଚାଲିବ ହେଲା। ଆଉ ଯଦି ତମକୁ ଲାଗୁଛି ଯେ ହଁ ବହୁତ ହେଇଯାଉଛି ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ପଢିବା ତ ଏବେଠୁ ସ୍କିପ୍ କରିଦେଇ ପଳାଅ ହେଲା। ଓକେ ଏବେ ଯୋଉମାନେ ଅଛ ଭଲସେ ଶୁଣ ୱାର୍ଣିଂ ଦେଇ ସାରିଥିଲେ ଏବେ। ତମମାନଙ୍କ ଭିତରେ କେତେ ଜଣ ଏଠି ପ୍ରୋ ମ୍ୟାକ୍ସ ପିଲା ଥିବ ଯୋଉମାନେ ଭାବୁଥିବ ଯେ ସାଉଣ୍ଡ ର ଫ୍ରିକ୍ୱେନ୍ସି ସହିତ ଆମେ ୟାକୁ ମ୍ୟାଚ କରିବା। ତ ତମମାନେ ଏତିକି ତ ଜାଣିଗଲ ୱେଟ୍ ଏ ମୋମେଣ୍ଟ ସେ ଜିନିଷଟା ଆସିବା ପୂର୍ବରୁ ମୁଁ ତମକୁ ଗୋଟେ କନଫ୍ୟୁଜନ କ୍ଲିୟର କରଉଛି। ତ ତମେ ଏତିକି ତ ଜାଣିଗଲ ଯେ ଫ୍ରିକ୍ୱେନ୍ସି ଟା ବି କୋଉଥିରେ ଭାଇବ୍ରେସନ ଉପରେ ଡିପେଣ୍ଡ କରୁଛି ଅର୍ଥାତ୍ ଯେତେ ଅଧିକ ଭାଇବ୍ରେସନ ସେତେ ସୁନ୍ଦର ଫ୍ରିକ୍ୱେନ୍ସି ହେଲା ବା ସେତେ ସୁନ୍ଦର ପିଚ୍। ଆଉ ଯେତେ କମ ଭାଇବ୍ରେସନ ସେତେ କମ ଫ୍ରିକ୍ୱେନ୍ସି ବା ସେତେ କମ ପିଚ୍। ପିଆନୋ କେତେବେଳେ ବଜେଇଛ ପିଆନୋର ଗୋଟେ କି ଦେଖିବ କଣ ହଉଥିବ ନା ବହୁତ ଧୀରେ ସାଉଣ୍ଡ କରେ। ପିଆନୋର ଆଉ ଗୋଟେ କି ହେଲା ଗୋଟେ ସାଇଡରେ କି ଦେଖିବ ବହୁତ କମ ସାଉଣ୍ଡ କରେ ଆଉ ଗୋଟେ ସାଇଡରେ କି ଦେଖିବ ବହୁତ ବେଶୀ ସାଉଣ୍ଡ କରେ। କାହିଁକି ବେ ଯୋଉଟା କମ ସାଉଣ୍ଡ କରୁଛି ଅର୍ଥାତ୍ କଣ କରୁଛି ନା ଯୋଉ ପଏଣ୍ଟ ଟା ପିଆନୋରେ ଯୋଉ ପଏଣ୍ଟ ଟା ସାଉଣ୍ଡ ରିଲିଜ କରେ ସେଟା କେମିତି ୟାକୁ ଟଚ କରିବା ଦ୍ଵାରା କଣ ହଉଛି ସେ ପଏଣ୍ଟ ଟା ଭାଇବ୍ରେସନ ହଉଛି। ତ ଭାଇବ୍ରେସନ ଦ୍ଵାରା କଣ ହଉଛି ସାଉଣ୍ଡ କ୍ରିଏଟ ହଉଛି। ବର୍ତ୍ତମାନ ଯଦି ସେଟା କମ ସାଉଣ୍ଡ କାଢୁଛି ଅର୍ଥାତ୍ କଣ ତାର ଫ୍ରିକ୍ୱେନ୍ସି କମ ଅଛି ବା ତାର ପିଚ୍ କମ ଅଛି ଫ୍ରିକ୍ୱେନ୍ସି କମ ହଉଛି ଏଥିରୁ ଜଣା ପଡୁଛି କଣ ଯେ ସେଟାର ଭାଇବ୍ରେସନ କମ ହଉଛି। ଆଉ ଭାଇବ୍ରେସନ ଯେହେତୁ କମ ହଉଛି ସାଉଣ୍ଡ ଟା ସେଥିପାଇଁ କମ ହଉଛି ହେଲା। ଅପର ପକ୍ଷରେ ପିଆନୋର ଆଉ ଗୋଟେ ସାଇଡରେ ଯଦି କି ପ୍ରେସ କରୁଛେ ତାହେଲେ ବହୁତ ଜୋର ସାଉଣ୍ଡ ହଉଛି। କାହିଁକି ଯୋଉ ପଏଣ୍ଟ ଟା ସାଉଣ୍ଡ କାଢୁଛି ସେଟା ବହୁତ ଜୋର ଭାଇବ୍ରେସନ କରୁଛି ହେଲା। ଥରୁଛି ଯୋଉଟା ବହୁତ ଜୋର ସେ ଥରୁଛି ବହୁତ ଜୋର ଭାଇବ୍ରେସନ କରୁଛି। ଯେହେତୁ ଅଧିକା ଭାଇବ୍ରେସନ କରୁଛି ଗୋଟେ ସେକେଣ୍ଡ ଭିତରେ ତ ସେଇଟା ଆମେ ତାର ଫ୍ରିକ୍ୱେନ୍ସି ଅଧିକା ଶୁଣିବା ପାଉଛୁ ବା ତାର ପିଚ୍ ଟା ଆମେ ଅଧିକା ହେଇଛେ ବୋଲିକି ଆମକୁ ରିୟଲାଇଜ ହଉଛି ହେଲା। ଏଠି ଗୋଟେ ମୂର୍ଖାମି କରିବନି ଏଇଆ କଣ ମୂର୍ଖାମି କରିବନି ଟିଏସନ୍ ଛୁଆ ଗୁଡାକ ମୂର୍ଖାମି କରନ୍ତିନି ଏଇଭଳିଆ। ଏଠି ଗୋଟେ ଏଇ ମୂର୍ଖାମି କରିବନି କଣ ନା ସାଉଣ୍ଡ ର ଲାଉଡନେସ୍ ଟା ସାଉଣ୍ଡ ଟା କେତେ ଜୋର ହଉଛି ସାଉଣ୍ଡ ର ଲାଉଡନେସ୍ ଟା ତମେ କେବେ ବି ଫ୍ରିକ୍ୱେନ୍ସିକୁ ନେଇକି ଇଏ କରିବନି ହେଲା। ଫ୍ରିକ୍ୱେନ୍ସି ବା ପିଚ୍ କୁ ନେଇକି ତମେ ଡିସାଇଡ କରିବନି ଯେ ସାଉଣ୍ଡ ଟା ବେଶୀ ଅଛି କମ ଅଛି ହେଲା। ଅର୍ଥାତ୍ ଯାହାର ପିଚ୍ ଅଧିକା ଥାଏ କେବଳ ସେ ହିଁ ବଢିଆ ସାଉଣ୍ଡ ଦବ ଆଉ ଯାହାର ପିଚ୍ କମ ଥାଏ ସେ ସାଉଣ୍ଡ ଦବନି ସେମିତି କୌଣସି ମାନେ ନାହିଁ ହେଲା। ଚକରେ ତମେ କେତେବେଳେ ବ୍ଲାକ୍ ବୋର୍ଡରେ ଗାରେଇଛ ଗୋଟେ ଚ ଗୋଟେ ସାଉଣ୍ଡ ହୁଏ। ଯେତେବେଳେ ନୂଆ ଚକ୍ ଟା ବ୍ଲାକ୍ ବୋର୍ଡରେ ଗାର କେତେବେଳେ ବଡ ଜୋର ଗୋଟେ ସାଉଣ୍ଡ ହୁଏ। ଚକ୍ ତ ଚାଲେନି କିନ୍ତୁ ସାଉଣ୍ଡ ବଡ ଜୋର ହୁଏ ନା। କାନ କେତେଟା ତୀକ୍ଷ୍ମ ଗୋଟେ ସାର୍ପନେସ୍ ଭଳିଆ ଲାଗେ ଯେମିତି ଗୋଟେ ଭାଲା ପୁରେଇ ଦେଲା ଏଠି କାନ ଭିତରେ ଭାଲାଟା ପୁରା ତୀକ୍ଷ୍ମ ଥାଏ। ସେ ଏଠି ବ୍ରେନ କୁ ସିଧା ତୀକ୍ଷ୍ମ ଭଳିଆ ଗୋଟେ ଜିନିଷଟା କିଛି ଷ୍ଟ୍ରାଇକ୍ କରେ ସେଇଟା ହଉଛି ବୋଲେ ସେଠି ହାଇ ପିଚ୍। କିନ୍ତୁ ଯେତେବେଳେ ଡ୍ରମ୍ ପ୍ଲେ କରାଯାଏ ନା ଯେତେବେଳେ ଡ୍ରମ୍ ପ୍ଲେ କରାଯାଏ
ଯେତେବେଳେ ଡ୍ରମ୍ ଯେତେବେଳେ ବଜା ଯାଏ ସେଇଟା ଲୋ ପିଚ୍ ରେ ଚାଲେ ହେଲା, ଅର୍ଥାତ୍ ଡ୍ରମ୍ ସାଉଣ୍ଡ ଟା ଡାଇରେକ୍ଟଲି ଆମ କାନକୁ ଯାଏ ନାହିଁ, ବଟ୍ ଏଇ ସାଉଣ୍ଡ ଟା ଲାଗିଛି ଡାଇରେକ୍ଟଲି ଆମ କାନ ଭିତରେ ପଶୁଛି। ବଟ୍ ସେଟା ଯଦି ବି ସେଟା ଡାଇରେକ୍ଟଲି ଯାଉଛି ବଟ୍ ଫିର୍ ବି ଆମକୁ ଲାଗେ କଣ ସେଟା ଡାଇରେକ୍ଟଲି ଯାଉନାହିଁ, ଅର୍ଥାତ୍ ସେ ଗୋଟେ ମୋଟାଳିଆ ଧ୍ୱନି, ସେ ଗୋଟେ ମୋଟାଳିଆ ଧ୍ୱନି ସୃଷ୍ଟି କରେ, ଯୋଉଟା କି ମୋଟାଳିଆ ଧ୍ୱନି ଅର୍ଥ ଲୋ ପିଚ୍। ଏ ଚକ୍ କଣ କରେ, ଚକ୍ ଯେତେବେଳେ ଗାରେଇବ ହେଲା, ଚକ୍ ଯେତେବେଳେ ଗାରେଇବ ସେଟା କଣ କରେ ହାଇ ପିଚ୍ ଅର୍ଥାତ୍ ଭାରି ତୀକ୍ଷ୍ଣ ସାଉଣ୍ଡ ସୃଷ୍ଟି କରେ, ଗୋଟେ ପତଳା ନେଳ ସାଉଣ୍ଡ ଗୋଟେ ସୃଷ୍ଟି କରେ ହେଲା, ଯୋଉଟା କି ଷ୍ଟ୍ରେଟଲି ଲାଗେ ଯେମିତି ଡାଇରେକ୍ଟଲି କିଏ ଆମ କାନରେ ବଜେଇଦେଲା, ଯୋଉଟା କି ଆମେ ବେଳେ ବେଳେ ସହି ପାରନ୍ତିନି ହେଲା। ବଟ୍ ଯେତେବେଳେ ଡ୍ରମ୍ ଯେତେବେଳେ ଢୋଲ ବଜାନ୍ତି ସେଟା କଣ ହୁଏ, ସେଟା ମୋଟା ସାଉଣ୍ଡ ସୃଷ୍ଟି କରେ ହେଲା, ମୋଟା ସାଉଣ୍ଡ ସୃଷ୍ଟି କରେ, ଯୋଉଟା କି ଆମେ ବେସ୍ ବୋଲି କହିଥାଉ ହେଲା, ଯୋଉଟା କି ଆମେ ବେସ୍ ବୋଲି କହିଥାଉ। ବେସ୍ କଣ ପାଇଁ ଦବ ଦେଖିବ ସ୍ପିକର ଗୁଡାକରେ ଚୁ 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 ସାଉଣ୍ଡ ହଉଥିବ, ସେଗୁଡା ପିଲା ପିଚ୍ କହନ୍ତି, ଆଉ ସେଇଟାର ପିଚ୍ ଅଧିକା ଥାଏ। ବଟ୍ ଯେତେବେଳେ କି ଡ୍ରମ୍ ପ୍ଲେ କରାଯାଏ ଅର୍ଥାତ୍ ମୋଟା ସାଉଣ୍ଡ ଯେତେବେଳେ କରାଯାଏ, ବେସ୍ ଯେତେବେଳେ ବଢାଯାଏ, ବେସ୍ ଯୋଉ ଜିନିଷଟା କହୁଛ ଏଇଟା ହଉଛି ସେଇ ଜିନିଷ, ବେସ୍ ଟା ହଉଛି କେତେ ମୋଟା ସାଉଣ୍ଡ କାଢି ପାରିବ, ତ ଯେତେ ମୋଟା ସାଉଣ୍ଡ କାଢିବ ତାର ପିଚ୍ ସେତେ କମିଯିବ। ପିଚ୍ ଟା ଆମେ କହିଲେ ନା ତୀକ୍ଷ୍ଣ ଜିନିଷଟା, ଆଉ ମୋଟା ହେଇଛି ତୀକ୍ଷ୍ଣ କେମିତି ହବ, ତୀକ୍ଷ୍ଣ ତ ହବନି ତା ପାଇଁ, ତୀକ୍ଷ୍ଣ ତା ପାଇଁ ହବନି। ବଟ୍ ଫିର୍ ବି ଏଠି ଲାଉଡ ହଉଛି ଡ୍ରମ୍ ସାଉଣ୍ଡ, କଣ ଶୁଣି ପାରୁଛ ତଥାପି ଶୁଣି ପାରୁନାହାନ୍ତି ଗୋଟେ ଟାଇମ୍ ରେ, ଅବଶ୍ୟ ଚଳିବ ୟା ତୁଳନାରେ ତ ଇଏ ତ ଚଳିବ, ବଟ୍ ଫିର୍ ବି ଡ୍ରମ୍ ସାଉଣ୍ଡ ଟା ଲାଉଡ ହଉଛି ନା ନାଇଁ, ବଟ୍ ପିଚ୍ କମ ହଉଛି। ହଁ ବର୍ତ୍ତମାନ ତମକୁ ମୁଁ ଗୋଟେ ଏକ୍ସାମ୍ପଲ ଦଉଛି ଭଲସେ ଶୁଣିବ ହେଲା, ବେଶୀ ଭଲସେ ଶୁଣିବ ନା କାନ ଫାଟିଯିବ ହେଲା। ସ୍ପିକର ଟିକେ ଦୂରେଇ ଦିଅ, କାହିଁକିନା ମୁଁ ଏବେ ଗୋଟେ ସାଉଣ୍ଡ ଟେ ପ୍ଲେ କରିବାକୁ ଯାଉଛି, ଯୋଉଟା ତମେ ମେ ବି ଟିକେ ବେଶୀ ଜୋର ହେଇପାରେ ହେଲା, ବଟ୍ ଫିର୍ ବି ଶୁଣିଲା ଭଳିଆ ଅବସ୍ଥାରେ ଟିକେ ଶୁଣିବ ହେଲା, କାନ ଯେମିତି ଯିବ ହେଲା, ଭଲସେ ଶୁଣିବ ହେଲା, ଭଲସେ ଶୁଣିବ ନା କାନରୁ ଦୂରେଇବନି, ସେଫ୍ ଅଛି, ଭଲସେ ଶୁଣିବ ହେଲା, କାନ ଉପରେ ଲଗେଇ ଦିଅ ଭଲସେ ଶୁଣିବ ଓକେ। କଣ ଲାଗିଲା? ସାର୍ କାନ ଫାଟିଗଲା, ଶୁଣି ହେଲା ନା? କଣ ଲାଗିଲା ନା ଗୋଟେ ଯୋଉଟା ଯେମିତି ଇୟର ଫୋନ ସାଉଣ୍ଡ ଡାଇରେକ୍ଟ କିଛି ଗୋଟେ ଭାଲା ଭଳିଆ ଯାଇ ପଶିଗଲା କାନ ଭିତରେ, ଶୁଣା ଲାଗିଲା ନା? ଏଇ ସାଉଣ୍ଡ ଗୁଡାକୁ ହାଇ ପିଚ୍ ସାଉଣ୍ଡ କୁହାଯାଏ, ଯୋଉଥିରେ କି କଣ ହୁଏ ନା ଚୁ ଚୁ ସାଉଣ୍ଡ ଟା ବେଶୀ ହୁଏ, ଚଁ ଚଁ ସାଉଣ୍ଡ ଟା ବେଶୀ ହୁଏ। ଏଥିରେ କୌଣସି ଧୁମ୍ ଧୁମ୍ ଭଳିଆ ତମକୁ କିଛି ବେଶ ଶୁଭୁଥିଲା କି? ଶୁଭିଲାନି ହେଲା, ଜଷ୍ଟ ଖାଲି ଚଁ 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 ଚି 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 ସାଉଣ୍ଡ ଶୁଭିଲା। ଆଉ ଥରେ ଶୁଣିବ ନା ସାର୍ ଭୁଲ ହେଇଛି, ବର୍ତ୍ତମାନ ସେଇଟା ଥିଲା ପିଲା ହାଇ ପିଚ୍ ସାଉଣ୍ଡ, ବଟ୍ ଫିର୍ ବି ଅଧିକା ଥିଲା, କିନ୍ତୁ ବର୍ତ୍ତମାନ ତମକୁ ମୁଁ ଗୋଟେ ଲୋ ପିଚ୍ ସାଉଣ୍ଡ ଶୁଣଉଛି। କଣ ବୁଝିଲ? ସାଉଣ୍ଡ ଟା ଏଠି ବି ଅଧିକା ଥିଲା ନା, ଏଠି ଧୁଡୁମ ଧୁମ ଅଧିକା ଥିଲା ନା, କିନ୍ତୁ ଏଠି ପିଚ୍ କମ ଥିଲା। ପିଚ୍ କୋଉଠି ଅଧିକା ଥିଲା, ଜଷ୍ଟ ଟିକେ ଆଗରୁ ସାଉଣ୍ଡ ଟା ଶୁଣିଲ ନା ଆଉ ଥରେ ଶୁଣିବି? ହେଇଗଲା ତ, ହେଇଗଲା ତ, ଜାଣିଗଲ। ଗତ ସାଉଣ୍ଡ ଟା ଯୋଉଟା ଶୁଣେଇଲି ଅର୍ଥାତ୍ କୋଉଟା, ତମକୁ ଯୋଉ ମୁଁ ଏଇ ସାଉଣ୍ଡ ଟା ଯୋଉ ଶୁଣେଇଲି ଏଇଟା ହାଇ ପିଚ୍ ବାଲା ସାଉଣ୍ଡ, ଅର୍ଥାତ୍ ଏଥିରେ ଚ ଚ ଚି ଚି ବେଶୀ ଥିଲା। ଏଇଟାକୁ ପିଲା ହାଇ ପିଚ୍ ସାଉଣ୍ଡ କୁହାଯାଏ, ଯୋଉଥିରେ ବେସ୍ ନଥାଏ, ଧୁଡୁମ ଧୁମ ନଥାଏ। ଏଇଗୁଡାକୁ ହାଇ ପିଚ୍ ସାଉଣ୍ଡ କୁହାଯାଏ, ଯୋଉଟା ଭାରି ତୀକ୍ଷ୍ଣ ଭଳିଆ ଲାଗେ ଓକେ। କଳା ମାଗିଲା ମଜା ନାଗିଲା, ବଟ୍ ଯୋଉଟା ତମକୁ ଏଇଟା ତ ଫାର୍ଷ୍ଟ ଫେଜରେ ମୁଁ ତମକୁ ଶୁଣେଇଥିଲି ଏଇ ସାଉଣ୍ଡ ଟା, ସେକେଣ୍ଡ ଫେଜ୍ ରେ ତମକୁ ଯୋଉ ସାଉଣ୍ଡ ଟା ଶୁଭେଇଲି ସେଟା ଗୋଟେ ଡ୍ରମ୍ ବିଟିଂ ର ଥିଲା, ଆଉ ଯୋଉଟା କି ତମେ ଶୁଣି ପାରୁଥାନ୍ତ ବେସ୍ ବଢିଆ ଥିଲା ସେଠି, ଯୋଉଠି ବେସ୍ ବଢିଆ ଥିଲା ସେଇ ଜାଗାରେ କଣ ହଉଛି ନା ପିଚ୍ କମ ହେଇଯାଏ, ବଟ୍ ଫିର୍ ବି ଲାଉଡ୍ ଥିଲା। ତ ତାହେଲେ ସାର୍ ଏଠି କଣ ଫ୍ରିକ୍ୱେନ୍ସି ଝୋଲ ହେଇଗଲା ନା? ସିମ୍ପଲ ୱେରେ କହୁଛି, ଏତେ କଥା ଭାବିବନି ହେଲା, ପିଚ୍ ପିଚ୍ ର ଲାଉଡନେସ୍ କେବେ ଡିଫାଇନ୍ କରିବାକୁ ଟ୍ରାଏ କରିବନି ହେଲା। ପିଚ୍ ରେ କେବେ ଲାଉଡନେସ୍ ଡିଫାଇନ୍ କରିବାକୁ ଟ୍ରାଏ କରେନି, ଯଦି ତମକୁ ଫ୍ରିକ୍ୱେନ୍ସି ଟା ଇଏ କରିବାର ଯଦି ଅଛି, ଫ୍ରିକ୍ୱେନ୍ସି କୁ ଯଦି ତମକୁ ଡେଫିନେସନ ପଚରା ଯାଏ ବା ଯଦି ସଂଜ୍ଞା ପଚରାଯାଏ ଫ୍ରିକ୍ୱେନ୍ସିର ବା ଆବୃତ୍ତିର, ଆବୃତ୍ତିର ବା ଫ୍ରିକ୍ୱେନ୍ସିର ବା ଗୋଟେ ହର୍ଜ ର ଯଦି ତମକୁ ଡେଫିନେସନ ବା ସଂଜ୍ଞା ପଚରାଯାଏ, ସିମ୍ପଲ ୱାର୍ଡରେ ଆନ୍ସର ଦବ କଣ, ଯେତେ ଅଧିକା ଥରିବ ସେତେ ଅଧିକା ଭାଇବ୍ରେସନ କ୍ରିଏଟ ହବ, ସେତେ ଅଧିକା ସରି ଯେତେ ଅଧିକା ଥରିବ ବା ଭାଇବ୍ରେସନ କ୍ରିଏଟ ହବ, ସେତେ ଅଧିକା କଣ ହବ ନା
ଆପଣଙ୍କର ଫ୍ରିକ୍ୱେନ୍ସି କ୍ରିଏଟ୍ ହବ ବା ସେତେ ଅଧିକ ଆମେ ତାକୁ ହର୍ଜରେ ଡିନୋଟ୍ କରିପାରିବା ହେଲା। ଗୋଟେ ସେକେଣ୍ଡରେ ସେ ଯେତେ ଥର ଭାଇବ୍ରେଟ୍ କରିବ ସେତିକି ତାର ଗୋଟେ ହର୍ଜ ହବ ହେଲା। ସେଇଟାକୁ ଆମେ ତାର ଫ୍ରିକ୍ୱେନ୍ସି କହିଥାଉ। ଆଉ ଯୋଉ ପିଚ୍ କଥା ଯୋଉ ତମକୁ ପଚରାଯାଏ, ତ ଯେତେ ଅଧିକା ପିଚ୍ ହବ ବି ସାଉଣ୍ଡ ସେତେ ଇଏ ହୁଏ। ଆଉ ଯଦି ପିଚ୍ କମ୍ ବି ହୁଏ ତାହେଲେ ବି ସାଉଣ୍ଡ ଅଧିକା ହୁଏ ହେଲା। ପିଚ୍ ସହିତ ସାଉଣ୍ଡ ର କୌଣସି ରିଲେସନ ନାହିଁ ଯେ ପିଚ୍ କମିଲେ ସାଉଣ୍ଡ କମିଯିବ, ପିଚ୍ ବଢିଲେ ସାଉଣ୍ଡ ବଢିଯିବ, ନାହିଁ। ପିଚ୍ କମିଲେ ଭଲ ସାଉଣ୍ଡ ଆସେ, ପିଚ୍ ବଢିଲେ ବି ଭଲ ସାଉଣ୍ଡ ଆସେ ହେଲା। ସେଟା ସାଉଣ୍ଡ ଉପରେ ଡିପେଣ୍ଡ କରୁଛି। ଫ୍ରିକ୍ୱେନ୍ସି ବିଷୟରେ ସବୁ କିଛି ଜାଣିଗଲ। ଆଜି ଲାଗୁଛି ଏଇଭଳିଆ କରିକି ଭିଡିଓ ସାରିତେ ପଡିବ। ତମ ବହିଟା ଆମେ ନେକ୍ସଟ କ୍ଲାସରେ ପଢିବା। ବର୍ତ୍ତମାନ ଆସୁଛି କଣ ଆମ୍ପ୍ଲିଚ୍ୟୁଡ ବା ଆୟାନ ଯୋଉଟା ଆମ୍ପ୍ଲିଚ୍ୟୁଡ ଯୋଉଟା। ଯଦି ମୋ ଓଡିଆ ଟର୍ମ ରେ ଟିକେ ବି ମିଷ୍ଟେକ୍ ହଉଥିବ ତାହେଲେ ମଡିଫାଏ କରିଦେବ, କାହିଁକିନା ମୁଁ ଏବେ ସେ ପେଜରେ ନାହିଁ ହେଲା। ମୁଁ ଏବେ ସେ ପେଜରେ ନାହିଁ, ତ ଯଦି ଓଡିଆରେ ଯଦି ମୁଁ କିଛି ପ୍ରୋବ୍ଲେମ କରୁଥାଏ ତ ତମେମାନେ ପଛରେ ଆମେ ଠିକ କରିଦବା ହେଲା। ବର୍ତ୍ତମାନ ଆମେ ଆସୁଛେ ଆମ୍ପ୍ଲିଚ୍ୟୁଡ ବା ଆୟାନ ଉପରକୁ ହେଲା। ଆମ୍ପ୍ଲିଚ୍ୟୁଡ ଟା କଣ ହେଲା ବୁଝ ତାହେଲେ। ଆମ୍ପ୍ଲିଚ୍ୟୁଡ କଣ? ଫ୍ରିକ୍ୱେନ୍ସି ଜାଣିଗଲ ନା ହଁ ନା। ଫ୍ରିକ୍ୱେନ୍ସି ଜାଣି ନ ପାରିଲେ ରିଭାଇଣ୍ଡ କରି ଆଉ ଥରେ ଦେଖିନିଅ ହେଲା, କାରଣ ଭିଡିଓ ଲମ୍ବା ହେଇଗଲାଣି, ଅଧଘଣ୍ଟେ ହେଇଗଲାଣି ଭିଡିଓ ଉପରେ। ଆମେ ଏତେ ବିଷୟକୁ ଯାଇନେ, ବିଷୟକୁ ଆମେ ଏତେ ଯାଇନେ। ମୋର ଟାର୍ଗେଟ ଥିଲା ଆଜି ବିଷୟ ସାର କରିଦେବା, ବିଷୟକୁ ଆମେ ଏତେ ଯାଇନେ। ବର୍ତ୍ତମାନ ଆମେ ପଢିବା ଆମ୍ପ୍ଲିଚ୍ୟୁଡ। ହଉ ଟାଇମ ଲାଗୁ ବଟ୍ ଜିନିଷ କ୍ଲିୟର ହୁଏ। କାହିଁକିନା ପିଲେ ଅନେଷ୍ଟଲି ମୁଁ ଗୋଟେ ଜିନିଷ କହୁଛି, ପ୍ଲସ ଟୁ ସେକେଣ୍ଡ ଇୟର ପିଲା ବି ଏଇ ଜିନିଷ ଜାଣିନଥାଏ ଯୋଉ ଜିନିଷଟା ତମେ ଆଜି ଏଇ ଭିଡିଓରେ ଜାଣୁଛ ହେଲା। ତମେ ଆଜି ଏଇ ଭିଡିଓରେ ଏତେ ପର୍ଯ୍ୟନ୍ତ ଯାହା ବି ଜାଣିଲଣି ବା ଆଗକୁ ତମେ ଯାହା ବି ଜାଣିବ, ଏସବୁ ଜିନିଷ ଗୁଡା ପ୍ଲସ ଟୁ ସେକେଣ୍ଡ ଇୟର ପିଲା ବି ମାକ୍ସିମମ୍ ଜାଣିନଥାନ୍ତି। ମାକ୍ସିମମ୍ ପ୍ଲସ ଟୁ ସେକେଣ୍ଡ ଇୟର ପିଲା ଜାଣିନଥାନ୍ତି ଯେ ପିଚ୍ କଣ, ଫ୍ରିକ୍ୱେନ୍ସି କଣ, ଭାଇବ୍ରେସନ କଣ, ଆମର ଆମ୍ପ୍ଲିଚ୍ୟୁଡ କଣ, ଏଭ୍ରିଥିଙ୍ଗ କିଛି ଆଇଡିଆ ନଥାଏ। ବାସ୍ ହାପାଜାଲି ପଢି ଚାଲନ୍ତି ହେଲା। ଗୋଟେ ଗୋଟେ ତ ଟିଚର୍ସ ମାନଙ୍କ ପାଖରେ ଦେଖିଛି ଏଟାର ଭଲସେ ଏକ୍ସପ୍ଲାନେସନ ଥାଏ ଯେ ଫ୍ରିକ୍ୱେନ୍ସି କଣ, ଆମ୍ପ୍ଲିଚ୍ୟୁଡ କଣ। ସେମାନେ ଏତିକି ହଁ ଜାଣିଥାନ୍ତି ଫ୍ରିକ୍ୱେନ୍ସି ମାନେ ବାରମ୍ବାରତା। ସେଇଟା ଥୋଡି ନା ଇଏ ହେଲା। ଓଡିଆ ମାନେ ହେଇଗଲା, ଆମେ ଓଡିଆ ମାନେ ଥୋଡି ନା ପଚାରିଲୁ। ଆମେ ପଚାରିଲୁ ଜିନିଷଟା କାମ କେମିତି କରେ ତାକୁ ଏକ୍ସପ୍ଲେନ କରନ୍ତୁ। ବଟ୍ ସେଟା ମାକ୍ସିମମ୍ ଟିଚର ଏକ୍ସପ୍ଲେନ କରିପାରନ୍ତି ନାହିଁ। ମୋ କେସରେ ବି ସେଇଆ ହେଇଛି। ମୁଁ ଚାହେଁ ମୋ ପିଲାଙ୍କ ସହିତ ସେଇଆ ହଉ। ସେଟା ତମକୁ ଏଇଟ୍ କ୍ଲାସରୁ ମୁଁ ଏବେଠୁ ତମକୁ ସିକିଅର କରେଇଦଉଛି। ପ୍ଲସ ମୋ ବହିରେ ବି ସେଇ ଜିନିଷଟା ଦେଇଛି। ତ କାହିଁ ତମେ ଏବେଠୁ ଅବହେଳା ହବ, ସେତେବେଳକୁ କାହିଁ ହଇରାଣ ହବ। ସେତେବେଳେ ତମର ପ୍ରୋ ଲେବୁଲ ହେଇଥିବ, ସବୁ ଆସିକି ତମ ଗୋଡ ହାତ ପଡି ତମ ପାଖରୁ ବିଦ୍ୟା ନବା ପାଇଁ ଟ୍ରାଏ କରିବେ। ସେତେବେଳେ ତମେ ଗୋଟେ ଗୁରୁ ହେଇଯିବ ତମ ଲେବୁଲର। ଗୋଟେ ଅଲଗା ଗୋଟେ ଟାସନ ରହିବ ନା ନାଇଁ। ଆଉ ତ ଏବେଠୁ ପରିଶ୍ରମ କରିଥିଲେ ସିନା ସେତେବେଳେ ଗୋଟେ ଟାସନ ଗୋଟେ କ୍ରିଏଟ କରିବ, ନହେଲେ କେମିତି ହବ। ଓକେ, ବର୍ତ୍ତମାନ ଆମେ ପଢିବା କାହା ବିଷୟରେ, ଆମ୍ପ୍ଲିଚ୍ୟୁଡ ବିଷୟରେ ହେଲା। ତ ପିଲା ତମେ ଯୋଉ ତମ ସ୍କ୍ରିନରେ ବର୍ତ୍ତମାନ ଦେଖିପାରୁଥିବ, ଏଇ ଯୋଉ ବଡ ଟିକୁ ଆମେ ହଲେଇବା, ଏପଟିକି ହଲେଇଲେ, ଏପଟିକି ହଲେଇଲା ପରେ ହଲି 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 ଗୋଟେ ଟାଇମ ଆସିବ ସେ ତା ମେନ୍ ପୋଜିସନରେ ଆସି ପହଞ୍ଚିବ। ତ ମୋର ଏଇଠି ପଏଣ୍ଟ ଟା ବୁଝ। ଷ୍ଟାର୍ଟିଂରେ ଆମେ ତାକୁ ଗୋଟେ ଫୋର୍ସ ଦେଇଥିଲେ, ଅର୍ଥାତ୍ ତା ମେନ୍ ପୋଜିସନ ଟା ଯୋଉ ଜାଗାରେ ଅଛି, ଆମେ ସେଇ ଜାଗାରେ ଆମେ ତାକୁ ଟିକେ ଫୋର୍ସ ଦେଇଥିଲେ। କୋଉଥିପାଇଁ ନା ତାକୁ ଆମେ ତାକୁ ଫୋର୍ସ ଦେଇଥିଲେ କଣ ପାଇଁ, ମୁଭ କରିବା ପାଇଁ। ତ ତାକୁ ଆମେ ମାକ୍ସିମମ୍ ଯେତିକି ଫୋର୍ସ ଦେଇଥିଲେ, ମାକ୍ସିମମ୍ ଯେତିକି ଫୋର୍ସ ଦେଲେ ସେ ସେତିକି ବାଟ ଗଲା, ଯୋଉଟା କି ମୁଁ ତମକୁ ଡଟେଡ ଲାଇନରେ ଦେଖେଇଛି ଏଠି ହେଲା। ତ ମାକ୍ସିମମ୍ ପୋଜିସନରୁ ଆମେ ତାକୁ କାମ କରିବାକୁ ପାଇଁ ତା ଉପରେ ଫୋର୍ସ ଦେଇକି ଯେତିକି ମାକ୍ସିମମ୍ ଫୋର୍ସ ଦେଇଛନ୍ତି, ତାପରେ କାମ କରି 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 ଆସି ଯୋଉ ମେନ୍ ପୋଜିସନରେ ଆସିଛି, ଷ୍ଟାର୍ଟିଂରୁ ଇନିସିଆଲରୁ ତା ଉପରେ ଯେତିକି ପ୍ରେସର ଥିଲା, ସେଠୁ ନେଇକି ମେନ୍ ପୋଜିସନ ପର୍ଯ୍ୟନ୍ତ ଯୋଉ ଡିଷ୍ଟାନ୍ସଟାକୁ ଆମେ ପିଲା ଆମ୍ପ୍ଲିଚ୍ୟୁଡର ଆଖ୍ୟା ଦେଇଥାଉ ହେଲା। କହିବାର ତାତ୍ପର୍ଯ୍ୟ ପିଲା ଏଇଆ ଯେ ଗୋଟେ ବସ୍ତୁକୁ ଯେତେବେଳେ ଆମେ ତାର ମାକ୍ସିମମ୍ ଲେବୁଲ ପର୍ଯ୍ୟନ୍ତ ନେଇଯାଆନ୍ତି, ମାକ୍ସିମମ୍ ଲେବୁଲରୁ ତା ନର୍ମାଲ ପୋଜିସନକୁ ଆସିବା ପାଇଁ ଯୋଉ ପାୱାର ଟା ୟୁଜ କରେ, ତାକୁ ଆମେ ଆମ୍ପ୍ଲିଚ୍ୟୁଡର ଆଖ୍ୟା ଦେଇଥାଉ। ଏଇ ଯୋଉ ଦୂରତାଟା ମାକ୍ସିମମ୍ କୋଉ ଷ୍ଟେଜରେ ଥିଲା, ମାକ୍ସିମମ୍ ନର୍ମାଲ କେତେ ଷ୍ଟେଜରେ ଅଛି, ଏଇ ଯୋଉ ମାକ୍ସିମମ୍ ଆଉ ନର୍ମାଲ ଭିତରେ ଯୋଉ ଦୂରତାଟାକୁ ଆମେ ଆମ୍ପ୍ଲିଚ୍ୟୁଡର ଆଖ୍ୟା ଦେଇଥାଉ ହେଲା। ଅର୍ଥାତ୍ ସାଉଣ୍ଡର ଗୋଟେ ବିଟ୍ ସହିତ ଆଉ ଗୋଟେ ବିଟ୍ ଭିତରେ ଡିଷ୍ଟାନ୍ସ କେତେ ରହୁଛି, ଟାଇମ ଇଣ୍ଟରଭାଲ କେତେ ରହୁଛି, ବା ସିଧା ସାଧା କହିବାକୁ ଗଲେ ଦୂରତା କେତେ ରହୁଛି। ଟାଇମ ଇଣ୍ଟରଭାଲ କହିନି ଏଠି, ଟାଇମ ଇଣ୍ଟରଭାଲ ଫ୍ରିକ୍ୱେନ୍ସି ଭିତରେ ପଡୁଛି। ଦୂରତା କେତେ ରହୁଛି, ସେଇ ଭାଇବ୍ରେସନ ଭିତରେ, ଭାଇବ୍ରେସନର ଗୋଟେ ପଏଣ୍ଟରୁ ଆଉ ଗୋଟେ ପଏଣ୍ଟ ଭିତରେ ଦୂରତାଟା କେତେ ରହୁଛି, ସେ ଦୂରତା କମ ବେଶୀରୁ ଆମେ ତାର ଆମ୍ପ୍ଲିଚ୍ୟୁଡ ଡିସାଇଡ କରିଥାଉ ହେଲା। ସମୟ ଚେଞ୍ଜ ହେଲେ, ସମୟ ଅନ୍ତରାଳ ଯୋଉଠି ଆସେ ସେଠି ଫ୍ରିକ୍ୱେନ୍ସି ଯୋଉ ହୁଏ, ଦୂରତା ଯୋଉଠି ଚେଞ୍ଜ ହୁଏ ହେଲା, ଦୂରତା ଉପରେ ଯୋଉ କଥା ଆସେ, ସେତେବେଳେ ଆମେ ତାକୁ ଆମ୍ପ୍ଲିଚ୍ୟୁଡର ଆଖ୍ୟା ଦେଇଥାଉ। କହିଲ ଦିଟାଙ୍କ ସମାନ ପ୍ରିନ୍ସିପଲ ଉପରେ କାମ କରେ, ଭାଇବ୍ରେସନ ଉପରେ ହେଲା। କୋଉଟା କେତେ ଭାଇବ୍ରେସନ ହେଲା ସେଇଥିରୁ ଆମେ କଣ କରୁ, ଆଇଡିଆ ପାଉ।
बट जदि समय अंतराल वाइब्रेशन होउची ताले हम ताको फ्रिक्वेंसी आख्या देतो अर्थात एति समय भीतर केथर वाइब्रेशन होची सेटा तर फ्रिक्वेंसी और सेटा तर हर्ट्ज जदि सेति समय भीतर से मैक्सिमम दूरतारु हला अर्थात जता हम तदर साउंड छाडले साउंड बीट ता नॉर्मल ताको नॉर्मल लो से साउंड बीट प्रोड्यूस कला बेले से जता नॉर्मल पोजीशन दिला नॉर्मल जता मैक्सिमम पोजीशन को गला से साउंड बीट ता प्रोड्यूस करिया पाई नॉर्मल जता मैक्सिमम पोजीशन को गला से नॉर्मल मैक्सिमम भीतर दूरता केते रहला अर्थात से एई जगह अछि ना ताको वाइब्रेट होब को हेले बा ताको ए जो वाइब्रेट होब बर्तन अर्थात से केते आगु गले गोटे गोटे साउंड से काढी परछि हला नॉर्मल ए पोजीशन अछि तो से केते दूर गला परे केते जोर हलिला परे ता परे जाईगी से गोटे साउंड क्रिएट करि परछ अर्थात एउठु एठिकार जो ए जो दूरताटा एडो पिले कह जा आयाम एम्प्लीट्यूड आ एउठु एठिका आसिया पय ताकु जति समय लागिला सेटा को हम फ्रीक्वेंसी रे मापंती आईडिया पाइगला किछि किछि आईडिया पाइला ना दूरता देखो जिंसो सेम हला नॉर्मल पोजीशन रे गोटे वस्तु रहउची साउंड काढिया पे जो वाइब्रेट जो होची अर्थात जो आगो जाउची कि ऊपर जाउची अर्थात नॉर्मल लो ता पोजीशन चेंज करची नॉर्मल ता पोजीशन चेंज करी कि जो अवस्था रे पोजीशन चेंज हे कि से कोन होची वाइब्रेशन होची तो नॉर्मल लो से चेंज पोजीशन बा परिवर्तित स्थान पर्यंत दूरता को आमे एम्प्लीट्यूड डिनोट करता अर्थात ए एति की दूर को जाउची तो यार आयाम बा यार एम्प्लीट्यूड ता एति की हेतियो तो आयाम और एम्प्लीट्यूड रो एबे जानि गला आयाम बा एम्प्लीट्यूड कोन फ्रीक्वेंसी कोन डिफरेंस कोन दी जगह भीतर जानि गलो बर्तन आमे आउटी के आगु जिला एइठी तमे गोटे जिंस केनते एति खुशी हो जे एम्प्लीट्यूड जते अधिक होना पिले साउंड ता सेते जोर होबो तमे गोटे ब्लूटूथ स्पीकर आनो हला जते तुम स्पीकर चमड़ाटा देखाउतो हला स्पीकर चमड़ाटा देखाउतो गोटे ब्लूटूथ स्पीकर आनो आनी से धीरे धीरे साउंड प्ले करो धीरे धीरे तो तुम साउंड प्ले करे देखियो ता चमड़ाटा कोन होची हल्का हल्का हलुची अर्थात से जो हलुची ता मेन पोजीशन बा स्टार्टिंग पोजीशन जो मैक्सिमम पोजीशन को जाउची से स्टार्टिंग रो मैक्सिमम पोजीशन दूरता कम अछि अर्थात एम्प्लीट्यूड कम अछि से थरुची कम तो कम थरुची जेतु तार साउंड ता कोन होची कम प्रोड्यूस होची बट तमे बर्तन फुल वॉल्यूम कर दियो बर्तन देखो कोन पाइबो तार जो रेस्ट पोजीशन बा जोटा तार नॉर्मल पोजीशन सेठू से केते जोर जोर वाइब्रेशन करची अर्थात ए जो मैक्सिमम पोजीशन यार दूरता कोन होची अधिक आइ होची तो एठी एम्प्लीट्यूड दूरता जत्ते अधिक हो साउंड ता सेते बढ़िया बा क्लैरिटी बा सेते क्लियर अछि और सबते हमको जोर सुनाई दबो हला सेते हमको जोर सुना जबो केते जते कि वस्तुटी दा एम्प्लीट्यूड जदी अधिक आइला तो ध्वनि प्रोड्यूस करथवा वस्तुटी जदी एम्प्लीट्यूड अधिक आइला साउंड ता हमको सेते अधिक सुबी बो बट फ्रीक्वेंसी कैसे सीमित नथला फ्रीक्वेंसी दा पिच फ्रीक्वेंसी से तो पिच रिलेशन थिला पिच जदी अधिक भी होतला साउंड भलसा आस्तला बहुत जोर आस्तला पिच जदी कम आस्तला ताले भी साउंड जोर आस्तला हला तो पिच से तो साउंड रो सीमित कोन रिलेशन नथिला बट एम्प्लीट्यूड से तो साउंड रो बहुत रिलेशन अछि तो देखो ना स्पीकर जदी बड़ जोर थरुची ताले हम तो कहि परिया ना बड़ जोर साउंड से काडुची हां बट जब स्पीकर जदी हल्का हल्का टिके थरुची ता माने कोन साउंड बहुत कम सृष्टि होची एठी मेन पोजीशन रो स्पीकर ता टिके थरुतला अर्थात एति थरुची ता माने कोन होची साउंड ता बहुत कम सृष्टि होची तो साउंड ता बहुत कम सृष्टि होची तार अर्थ कोन ना एम्प्लीट्यूड सेठी कम अछि साउंड ता सेटला मो कम सृष्टि एम्प्लीट्यूड कम करछ हमें नॉर्मल पोजीशन रो मैक्सिमम पोजीशन अर्थात से जो थरी की जो साउंड ता सृष्टि करिया पे से जो साउंड बीट ता सृष्टि करिया पे जो थरुची तो से जो थरी तो निहत से आगो पछ जीवो आगो को पछो जीवो धर जो मेन पोजीशन एटा से टिके आगो जाउची तो एई पोजीशन भीतर जो दूरताटा एटा कम अछि जोथिरे के हम जणा पड़छ साउंड कम होची बट जेबल स्पीकर हमें एतला गोटे हम निशा चढ़ जे हम मैक्सिमम वॉल्यूम में बजांती स्पीकर का तला एई भला अवस्था होने अर्थात नॉर्मल पोजीशन एटा से थरी जाउची एते बाटो थरी कि से मैक्सिमम एति बाट पहुंच जाई परछ जा पर कि से गोटे जोर साउंड गोटे काढी परछ तो एउठु एटिका भीतर जो डिस्टेंस एटा केते अधिक आलानी पूर्व कंपैरिजन रे या कंपैरिजन रे एटा केते अधिक आलानी तो एटा जदी अधिक होची तो साउंड निहात एटा अधिक हो बुझि पाइलो एम्प्लीट्यूड और फ्रीक्वेंसी भीतर भी डिफरेंस जानि पाइलो जते अधिक एम्प्लीट्यूड सेते सुंदर फ्रीक्वेंसी हला एडी तुमको लास्ट आउट कांसेप्ट कहि दउची कोन
ना साउंड और लाउडनेस अर्थात साउंड टा केते जोर चिल्लाउची सेटा जणा पड़े केमिति जता तार एम्पलीट्यूड रो स्क्वायर हे जाए हला अर्थात से जो जेबेल जो बड़ जोर साउंड हो जो ना से बड़ जोर साउंड काई केमिति प्रोड्यूस हे परछे जता तार दूरतार स्क्वायर एम्पलीट्यूड रो हला एम्पलीट्यूड रो जदी स्क्वायर हे जाए एम्पलीट्यूड रो स्क्वायर जते अधिक हबो लाउडनेस ऑफ ए साउंड सेते अधिक हबो जदी तमे ताको एग्जांपल तोरे नै परियो कोन ना जदी गोटे स्पीकर टे रो एम्पलीट्यूड जदी 2x हला अर्थात जदी गोटे स्पीकर रो एम्पलीट्यूड हम कोन बुझिले मेन पोजीशन रो मैक्सिमम पोजीशन पर्यंत थरी के से जो बहुत दूर गला एठू एठिका दूरता हमें तो गोटे एम्पलीट्यूड आख्या दे थांती बर्तमान जदी एम्पलीट्यूड जो डबल हे गला एई जिंस जदी डबल हे गला ना साउंड टा 4 गुना अधिक आइ जिवो हला एई जिंसटा जदी डबल हे गला अर्थात कोन जो दूरता जदी डबल हैला साउंड 4x बा 4 गुना अधिक आइ जिवो बा सिमिलरली जदी एई दूरता सेई दूरता जदी ट्रिपल हे गला अर्थात जदी 3 टाइम्स जदी बढ़ी गला हला बा जदी 3 गुना हे गला साउंड से जगह रे 9 गुना हबो 3 3 9 नहीं कि एम्पलीट्यूड स्क्वायर लिखाई जो ऊपर एम्पलीट्यूड स्क्वायर एठी एम्पलीट्यूड के 3 अछि ना तो 3 रो स्क्वायर को 9 हैला 9 गुना साउंड अधिक जोर हे जो हला अर्थात जति की थरियो ता डबल स्पीड रे कोन हो साउंड ता हारियो हला किंतु एई कोन ये बढ़िले से बढ़ियो बट एते बढ़ी जो सेटा तुमको आईडिया नथिला एबे आईडिया हे गला जदी ये 2 गुना थरुची तो से 4 गुना साउंड काढुची ओके ये 2 गुना जो थरुची ताले साउंड ता 4 गुना स्पीड रे बाहरची जदी ये 3 गुना थरुची ताले साउंड ता 9 गुना बाहरची हला तो जते अधिका थरे पाइलो साउंड सत्य जुर बाहरियो हला एबे जानि गलो फ्रीक्वेंसी कोन एम्पलीट्यूड कोन फ्रीक्वेंसी एम्पलीट्यूड त डिफरेंस भी जानि गलो बर्तन सभा शेष रे आसी कोन हमर गोटे टाइम पीरियड हला सभा शेष रे हम गोटे जिंस कहितले टाइम पीरियड सेटा कोला चुटकी बजेते बुझी गलो बर्तन आ गोटे चुटकी मारछ तुम टाइम पीरियड बर्तन बुझी जियो देखो ओके बर्तन हम पढिया जाउछ टाइम पीरियड आवर्ती काल जोटा टाइम पीरियड कोन ना गोटे वस्तु द्वारा हला गोटे वस्तु द्वारा से जो थरिबारे से केते समय नेला हला ओके वस्तुटी को थरिबार दूरता निर्धारण को हम एम्पलीट्यूड कहि थाउ वस्तु थरिबार जो समय सीमा भीतर वस्तुटी केते थरुची सेटा को जानिया पे हम फ्रीक्वेंसी डिसाइड करलु वर्तमान गोटे वस्तुटी धरा जो थरुची हला फ्रीक्वेंसी भूली जाओ मोर कोन एम्पलीट्यूड भूल जाओ वर्तमान वस्तु धरा जो थरुची थरुची बा आग पछ होउची हला ऑसिलेशन मान जान परछ ऑसिलेशन में दोलन गति हला दोलन गति ना ऑसिलेटरी मोशन ला ऑसिलेशन कहा जाय आग पछ टू एंड फ्रो मोशन भी कहा जाय टू माने आग फ्रो माने पछ पेंडुलम रो गति ऑसिलेशन मोशन सेटा कहा जाय ऑसिलेटरी मोशन अर्थात कोन आग पछ हुए बर्तन देखो टाइम पीरियड कौन कहूची टाइम टेकन बाय एन ऑब्जेक्ट टू कंप्लीट वन ऑसिलेशन धरा जाओ एई वाला गोटे वस्तु रे गोटे तार नॉर्मल पोजीशन अछि बर्तन मु किछि गोटे तार भीतर साउंड प्रोड्यूस करली जा पर कोन हला वस्तुटी एई वाला हे गेला तो एठो एठी जाई कि फुनी जो एठी फेरी आसीयार एई जो किछि गोटे से समय नै थियो एटा को जे टाइम पीरियड अर्थात मेन पोजीशन अर्थात घर बाहर की पुणी आउथर घर भीतर पसिया को तो केते समय नउची सेटा हमें टाइम पीरियड आकर डिनोट कर जानि गलो टाइम पीरियड तो आउथर कहि दोची से नॉर्मल पोजीशन थिला कौन से कारण साउंड प्रोड्यूस हो कौन से कारण ताको वाइब्रेशन कराला वाइब्रेशन करिया अर्थ सेते या तो आगु गला नन पछु गला धर जो हमें एटे आगु न कंसीडर करछंती हला मेन पोजीशन अर्थ से आगु गला आगु जाई पुणी रिटर्न माइला पुणी पछु गला पुणी आइला तो एठू स्टार्ट करिथिला ता जर्नी से एउड आरंभ करथिला एठू से आगु जाई पछु जाई पुणी जो मझी जगह को आइला एई जो स्टेट ता हला एई जो कंडीशन ता बा एई जो स्टेट ता ताको एई स्टेट ता क्वाजा वस्तु पई गोटे टाइम पीरियड अर्थात वाइब्रेशन ता कंप्लीट करिया पई आगु जाई पछु जाई पुणी जो मझी आइला से मझी रे हम स्टार्ट करथिले पुणी आसी से मझी रे रहला तो एई जो
गोटे जगार वस्तुटी तार गति आरंभ करके पुनर्बार आसी से जगार पहुंचा केते समय नौची सेटा तार टाइम पीरियड बोली कुआ जाए हला जदि गोटे वस्तुटी वन ऑसिलेशन अर्थात से थरिए थरुची अर्थात थरे आगु जाई फुल नॉर्मल पोजीशन को आसुची जदि एई कंडीशन होउची ताले ताकू 1 मिली सेकंड समय लागुची हला एटा अवश्य टिके टाइम नौची बट यदि रैपिड स्पीड रे जदि करिया चाहू जदि रैपिडली जिनसला करिया चाहू अर्थात एई भले एटा केते 1 मिली सेकंड लागिला तो एठी टाइम पीरियड होबो केते 1 मिली सेकंड हला आ जदि से 1 ऑसिलेशन करिया पे 10 मिली सेकंड समय नौची अर्थात एवा जाउची एवा आउची एति करिया रे ताकू 10 मिली सेकंड लागि गला नॉर्मल लो मैक्सिमम गला मैक्सिमम नॉर्मल कहला एति समय एटा एति समय ताकू लागि गला केते 1 ऑसिलेशन करिया पे अर्थात केते समय लागिला तो 10 मिली सेकंड लागिला 10 मिली सेकंड समय ताकू लागिला कोन भाई गोटे ऑसिलेशन करिया पाई ताले ए केस ता टाइम पीरियड हला केते 10 मिली सेकंड्स ओके जानी गलो जिनसडा कोन बस तो समय तो हे गलानी बोधे हो आज पिले एति की तुम मैंने एटलिस्ट एति जानी गलो टाइम पीरियड एम्पलीट्यूड एरा फ्रीक्वेंसी हला कोन आवृत्ति आयान आ समय सीमा बा आवर्ती काल ए तीनटा जिंस विषय भल भाव जानी गलो एबे तुम मैंने इजीली कंप्लीट करि पारिबो हाना नै इजीली कंप्लीट करि पारिबो ओके सो तो आज का टाइम पे एति की देखाबो तुम सहित नेक्स्ट क्लास रे हमें रॉकेट स्पीड रे पढिया बोइटा हला रॉकेट स्पीड में नेक्स्ट क्लास रे बढ़िया आज का टाइम पे एति की तुम सहित देखाबो नेक्स्ट क्लास रे हला नेक्स्ट क्लास रे तुम विषयटा पूरा छाड़ दो हला नेक्स्ट क्लास रे विषयटा छाड़ दो एटा भाई मु तुम स्पेसिफिक वीडियोटा करली काना एटा बहुत पिला डाउट थांती प्लस 2 सेकेंडरी पिला जानि परंती मो सहित भी हेइची बहुत पिला कन्फ्यूजन थांती फ्रीक्वेंसी कौन फ्रीक्वेंसी तम रियल लाइफ रे कौन माने एते भलसे से माने रियलाइज करि परंती जति कि आज तुम माने क्लास 8 रे थाकी रियलाइज कर दलो तुम वीडियोस देखेगी ऑडियोस देखेगी प्रैक्टिकल एग्जांपल सब देखेगी तुमको कौन करली फ्रीक्वेंसी एम्पलीट्यूड टाइम पीरियड तुम ए मथार पुरेली मैक्सिमम पिला ए दिसरा प्लस 2 सेकेंड रे पदम जानि परंती हला तुम माने से जिसा जानि होला केते एडवांस हे वाला देखो सारो से तो रहा और एडवांस हे ओके जोक्स पार्ट सो आज का पे एति की तुम से तुम देखा करबी नेक्स्ट क्लास रे हला नेक्स्ट क्लास रे ई जिनसटा जो बोई रे लिखा है सेटा हम रॉकेट स्पीड रे पढी जाओ जदी किछि नुवा जिनस आइला सेटा भी हमें देखिबा ओके से घिसा बिटा डायलॉग रोज रोज कहबिनी काई चिड़ा देम तुम मानो पर स्क्रीन रे डिसलाइक गुडा पिट दो स्क्रीन टा भांगी जो तो आपा तो पीछे डिसलाइक पिट दो ओके सो देखा नेक्स्ट क्लास रे सते पर्यंत बाय बाय